ଜଣାଉଛି ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆଉ ସେ ସମ୍ମୁଖକୁ ଆସିବେ ଏବଂ କେତୋଟି ଗୀତ ମାଧ୍ୟମ ଦ୍ଵାରା ସେ ଆଜିର ଆରାଧନାକୁ କଢାଇ ନେଉଥିବେ। କାରଣ ପରମେଶ୍ୱର ପ୍ରଶଂସା ନିବାସୀ ପରମେଶ୍ୱର ଅଟନ୍ତି। ସେ ସବୁବେଳେ ଚାହାନ୍ତି ତାଙ୍କର ହସ୍ତ ନିର୍ମିତ ମଣିଷ ମୋର ପ୍ରଶଂସା କରୁ ବୋଲି। ଯେତେବେଳେ ଆମେ ପ୍ରଶଂସା କରିବା ପ୍ରଭୁ ମହିମାନିତ ଗୌରବାନ୍ୱିତ ହେବେ। ସେଥିପାଇଁ ମୁଁ ଲଳିତା ଦିଗାଲ ଭଉଣୀକୁ ମୁଁ ଅନୁରୋଧ କରୁଅଛି ସେ ସମ୍ମୁଖକୁ ଆସନ୍ତୁ ଏବଂ ଗୀତ ମାଧ୍ୟମ ଦ୍ଵାରା ପ୍ରଭୁଙ୍କର ଗୌରବ ପ୍ରଶଂସା କରନ୍ତୁ। ଓଭର ଟୁ ଲଳିତା ଦିଗାଲ। ପ୍ରେଜ୍ ଦ ଲର୍ଡ ସିଷ୍ଟର, ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ଯୀଶୁଙ୍କ ନାମରେ ପ୍ରତ୍ୟେକଙ୍କୁ ମୋର ହୃଦୟର ପ୍ରେମ ନମସ୍କାର। ଶୁଭ ସକାଳ। ପ୍ରତ୍ୟେକ ମାନେ ଅନୁଗ୍ରହରେ ଦୟାରେ ଆଜି ଆମେ ସ୍ୱତନ୍ତ୍ର ଦିବସ ପାଇଅଛୁ। ଆଜିର ଉପାସନାରେ ତାଙ୍କର ଆରାଧନା କରିବା ପାଇଁ ମୋତେ ପ୍ରଭୁ ସୁନ୍ଦର ସୁଯୋଗ ଦେଇଅଛନ୍ତି, ସୁନ୍ଦର ସହଭାଗିତା ଦେଇଅଛନ୍ତି। ସର୍ବୋପରି ଭାବରେ ତାଙ୍କର ଉପସ୍ଥିତି ମଧ୍ୟକୁ କଢେଇ ଆଣିଛନ୍ତି। ସେଥିପାଇଁ ମୁଁ ତାଙ୍କ ମହାନାମକୁ ଧନ୍ୟବାଦ ଦଉଛି। ଆଉ ମୋତେ ସୁଯୋଗ ଦେଇଥିବା ଆମମାନଙ୍କର ଏଇ ଜୁମ୍ର ହୋଷ୍ଟ ମହାଶୟଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି, ପିଟର ଆଜ୍ଞାଙ୍କୁ। ପୁଣି ସୁନ୍ଦର ଭାବରେ ମୋତେ ଆହ୍ୱାନ କରିଥିବା ଆମମାନଙ୍କ ମଞ୍ଜୁଶ୍ରୀ ଦିଦିଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦଉଛି। ପ୍ରତ୍ୟେକଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆସୁ ଆମେ ତାହାଙ୍କର ଉପସ୍ଥିତି ମଧ୍ୟକୁ ଯିବା, ତାଙ୍କର ଆରାଧନା କରିବା, ସ୍ତୁତି କରିବା। ମୁଁ ଏକ ବାକ୍ୟ ମଧ୍ୟ ଦେଇ ଆରାଧନା ମଧ୍ୟକୁ ଯିବାକୁ ଚାହୁଁଛି, ଯାହାକି ଆମେ ପାଇବା ଯେଶାୟା ପୁସ୍ତକ 55 ପର୍ବ ତାର 6 ଏବଂ 7 ପଦ। ଯେ ପର୍ଯ୍ୟନ୍ତ ସଦାପ୍ରଭୁଙ୍କର ଉଦ୍ଦେଶ୍ୟ ମିଳୁଅଛି ସେ ପର୍ଯ୍ୟନ୍ତ ତୁମ୍ଭେମାନେ ତାହାଙ୍କର ଅନ୍ୱେଷଣ କର। ଯେ ପର୍ଯ୍ୟନ୍ତ ସେ ନିକଟରେ ଅଛନ୍ତି ସେ ପର୍ଯ୍ୟନ୍ତ ତାହାଙ୍କ ଠାରେ ପ୍ରାର୍ଥନା କର। ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣାର ସଂକଳ୍ପ ପରିତ୍ୟାଗ କରୁ। ପୁଣି ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରିବେ। ଆଉ ସେ ଆମ୍ଭମାନଙ୍କର ପରମେଶ୍ୱରଙ୍କ ପ୍ରତି ଫେରୁ, କାରଣ ସେ ବହୁଳ ରୂପରେ କ୍ଷମା କରିବେ। ପ୍ରଭୁ ଏହି ପଠିତ ବାକ୍ୟ ଦେଇ ଆମ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ଆସୁ ସେଇ ମହାନ ପରମେଶ୍ୱରଙ୍କୁ ଆମେ ଧନ୍ୟବାଦ କରିବା, ପ୍ରଶଂସା କରିବା। ଭଏସ ମୋର ଠିକରେ ଆସୁଛି ଦିଦି? ଠିକରେ ଶୁଭୁଛି ନା ଭଏସ ବ୍ରେକ୍ ହଉଛି? ଠିକ ଶୁଭୁଛି ଅଛି ଦିଦି, ଠିକ ଅଛି। ଠିକ ଅଛି। ଆସୁ ଆମେ ଆରାଧନା କରିବା। ହେ ମୋର ପରମେଶ୍ୱର, ବନ୍ଦନା କରେ ତୁମର, କ୍ଷୁଧିତ ତୃଷିତ ପ୍ରାଣରେ ଖୋଜେ ମହିମା ତୁମର। ହେ ମୋର ପରମେଶ୍ୱର, ବନ୍ଦନା କରେ ତୁମର। ହେ ମୋର ପରମେଶ୍ୱର, ବନ୍ଦନା କରେ ତୁମର। କ୍ଷୁଧିତ ତୃଷିତ ପ୍ରାଣରେ, କ୍ଷୁଧିତ ତୃଷିତ ପ୍ରାଣରେ ଖୋଜେ ମହିମା ତୁମର। ନୂତନ ଗୀତରେ ଉଚ୍ଚ ଧ୍ୱନି ଭରେ ପ୍ରଶଂସା କରି ତୁମର। ନୂତନ ଗୀତରେ ଉଚ୍ଚ ଧ୍ୱନି ଭରେ ପ୍ରଶଂସା କରି ତୁମର। ହେ ମୋର ପରମେଶ୍ୱର, ବନ୍ଦନା କରେ ତୁମର। ହେ ମୋର ପରମେଶ୍ୱର, ବନ୍ଦନା କରେ ତୁମର। ତୁମ୍ଭଠାରେ ମୋ ପ୍ରାଣ ହେବ ଆନନ୍ଦିତ, ତୁମ୍ଭ ପରିତ୍ରାଣରେ ହେବ ଉଲ୍ଲସିତ। ତୁମ୍ଭଠାରେ ମୋ ପ୍ରାଣ ହେବ ଆନନ୍ଦିତ, ତୁମ୍ଭ ପରିତ୍ରାଣରେ ହେବ ଉଲ୍ଲସିତ। କରିବି ପ୍ରଶଂସା ତୁମ୍ଭ ବାକ୍ୟର, ତୁମ୍ଭଠାରେ ରଖିଛି ମୁଁ ନିର୍ଭର। କରିବି ପ୍ରଶଂସା ତୁମ୍ଭ ବାକ୍ୟର, ତୁମ୍ଭଠାରେ ରଖିଛି ମୁଁ ନିର୍ଭର। ନୂତନ ଗୀତରେ
उच्च ध्वनि भरे प्रशंसा करे तुम्हारा नूतन गीतरे उच्च ध्वनि भरे प्रशंसा करे तुम्हारा हे मोर परमेश्वर वंदना करी तुम्हारा हे मोर परमेश्वर वंदना करी तुम्हारा तुम धार्मिकतारे उन्नत जीव जाना आनंदरे करन्ति तुम्हारा जय गाना तुम धार्मिकतारे उन्नत जीव जाना आनंदरे करन्ति तुम्हारा जय गाना दुर्बल तुमे बलिष्ठ ईश्वर प्रतिफल दाता पिता ईश्वर दुर्बल तुमे बलिष्ठ ईश्वर प्रतिफल दाता पिता ईश्वर नूतन गीतरे उच्च ध्वनि भरे प्रशंसा करे तुम्हारा नूतन गीतरे उच्च ध्वनि भरे प्रशंसा करे तुम्हारा हे मोर परमेश्वर वंदना करी तुम्हारा हे मोर परमेश्वर वंदना करी तुम्हारा खेदित तृषित प्राणरे खेदित तृषित प्राणरे खोजे महिमा तुम्हारा नूतन गीतरे उच्च ध्वनि भरे प्रशंसा करे तुम्हारा नूतन गीतरे उच्च ध्वनि भरे प्रशंसा करे तुम्हारा हे मोर परमेश्वर वंदना करी तुम्हारा हे मोर परमेश्वर वंदना करी तुम्हारा हालेलुया प्रेज द लॉर्ड आसु महान परमेश्वर गौरव करी आ गोटे गीत गाइबा जब कुछ करने का मन ना हो तब प्रभु यीशु Yes. का नाम तुम लो जब कुछ करने का मन ना हो तब प्रभु यीशु का नाम तुम लो वही देगा जीवन में जीने का तमन्ना मार्ग सत्य जीवन है वो तू नहीं डरना वही देगा जीवन में जीने का तमन्ना मार्ग सत्य जीवन है वो तू नहीं डरना तू नहीं डरना जब कुछ करने का मन ना हो तब प्रभु यीशु का नाम तुम लो जब कुछ करने का मन ना हो
तब प्रभु यीशु का नाम तुम लो। तेरी बैठना, तेरी उठना, तेरी लेटना चलना, तेरी बैठना, तेरी उठना, तेरी लेटना चलना, सब कुछ तेरा वो जानता, दिल को तेरा वो जांचता, सब कुछ तेरा वो जानता, दिल को तेरा वो जांचता, सब कुछ मालूम उसको, कुछ न छिपाना, सब कुछ मालूम उसको, कुछ न छिपाना, कुछ न छुपाना, जब कुछ करने का मन ना हो, तब प्रभु यीशु का नाम तुम लो। जब कुछ करने का मन ना हो, तब प्रभु यीशु का नाम तुम लो। चाहे स्वर्ग में, चाहे नर्क में, समंदर की गहराई में, चाहे स्वर्ग में, चाहे नर्क में, समंदर की गहराई में, वही है यहोवा जो है सरल, भरोसा रख ले करके जतन, वही है यहोवा जो है सरल, भरोसा रख ले करके जतन, प्यार करता है तुझको नहीं घबराना, प्यार करता है तुझको नहीं घबराना, नहीं घबराना, जब कुछ करने का मन ना हो, तब प्रभु यीशु का नाम तुम लो। जब कुछ करने का मन ना हो, तब प्रभु यीशु का नाम तुम लो। वही देगा जीवन में जीने का तमन्ना, मार्ग सत्य जीवन है वो, तो नहीं डरना, वही देगा जीवन में जीने का तमन्ना, मार्ग सत्य जीवन है वो, तो नहीं डरना, तो नहीं डरना, जब कुछ करने का मन ना हो, तब प्रभु यीशु का नाम तुम लो। जब कुछ करने का मन ना हो, तब प्रभु यीशु का नाम तुम लो। हालेलुया, प्रेज द लॉर्ड। से महान परमेश्वर का मन आराधना करिबा, प्रशंसा करिबा, जे कि समस्त आराधना, समस्त स्तुति, गौरव, महिमा, पूजा, आराधना पाइबा एकमात्र योग्य मानकर परमेश्वर, जे जीवित परमेश्वर अटंती, जे कथा कहिबार परमेश्वर अटंती, जे कार्य साधक अटंती, जे आमानक पई तांकर सहस्र बाहु विस्तार करी आमानक पक्षरे अटंती, से महान परमेश्वर का माने आराधना करिबा, प्रशंसा करिबा, गौरव करिबा, काहेकि ना प्रतिटी जिह्वा स्वीकार करिबा, प्रति आंठु भांगिब, से ही जीशु ख्रीष्ट ही आमानकर एकमात्र परमेश्वर बोले। हर हाथ उठे, हर होठ खुले, तेरी
सना के लिए। हर घुटने टिके, हर सिर झुके, तेरी सजदा के लिए। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए। तेरे दिल से हम गाते रहे, तेरे दिल से हम गाते रहे, तुझे शुक्र अदा हम देते रहे। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए। सारी इज्जत अजमत तुझको मिलता रहे, शान शौकत हसमत सदा तू पाता रहे। सारी इज्जत अजमत तुझको मिलता रहे, शान शौकत हसमत सदा तू पाता रहे। तू जलाल का बादशाह है खुदा, तू जलाल का बादशाह है खुदा, तुझ सना है कोई दूजा। प्रस्तुत हम तेरी करते रहे, प्रस्तुत हम तेरी करते रहे, तुझे शुक्र अदा हम देते रहे। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए। तेरी कुव्वत बरकत हमको मिलता रहे, तेरी सौगत रहमत हम पे बनी रहे। तेरी कुव्वत बरकत हमको मिलता रहे, तेरी सौगत बरकत हम पे बनी रहे। तू पाक खुदा ही खुदा बन खुदा, तू पाक खुदा ही खुदा बन खुदा, तुझ सना है कोई खुदा। प्रस्तुत हम तेरी करते रहे, प्रस्तुत हम तेरी करते रहे, तुझे शुक्र अदा हम देते रहे। हर हाथ उठे, हर होठ खुले, तेरी सना के लिए। हर घुटने टिके, हर सिर झुके, तेरी सजदा के लिए।
धन्यवाद प्रभु तुम उपस्थिति तुमको आम धन्यवाद करुचु गौरव करुचु प्रशंसा करुचु बापा सुंदर सहभागिता देल तुम साधु मान सहित तुम उपासना करने तुमरी सेवा करने प्रभु पाई सुजोग निमंते तुमको धन्यवाद करुचि प्रशंसा करुचि समस्त महिमा समस्त गौरव समस्त कर्तापण पाइबा एकमात्र योग्य जीवित परमेश्वर तुम्हें प्रभु ये समय पर्यंत कढ़े आनिल तुमको आम गौरव करुचु राजा धन्यवाद करुचु आगामी अवशिष्ट समस्त समय में तुमको दौचु महान परमेश्वर तुम्हें केवल आम तुमरी से आत्मा एक सूत्र रे प्रभु तुमको बांधि रख कथा कहबार परमेश्वर तुम्हें जमन तुम्हें कथा कह प्रत्येक को प्रस्तुत हृदय दो तुम रब शुणा आम आत्मिक कर्ण तुम मुक्त कर दियो जेपरी प्रभु तुम्हारी रब शुणा ए दुर्दिन समय आम जगत में बंचापी प्रभु बल शक्ति बुद्धि ज्ञान पाइपर तुम्हें साहाଯ୍य कर गौरव महिमा कर्तापण केवल तुमको दे जीशु नाम मागुचे धन्यवाद दीदी बहुत बहुत धन्यवाद सुझाव बहुत बहुत धन्यवाद दीदी अति सुंदर गीत माध्यम द्वारा परमेश्वर गौरव प्रशंसा करियछंती प्रभु आपण को आशीर्वाद करंतु आगामी दिन मानक आम चाहबू आपण रियल मिनिस्ट्री को आसतु एभली सुंदर सुंदर गीत माध्यम द्वारा परमेश्वर प्रशंसा करंतु सुंदर गीत द्वारा आपण मान को परमेश्वर को उपस्थिति मध्य को नहीं अछंती पुनर्बार मु आपण को धन्यवाद दिए वर्तमान समय मु होस्ट को अनुरोध करी से आज अनाउंसमेंट जनाउथिबे ओवर टू परा आज्ञा प्रेज द लॉर्ड उपस्थित प्रत्येक को मु नमस्कार जनाई समस्त को नमस्कार आम धन्यवाद दउची ललिता दिगाल दीदी को बहुत सुंदर भाव गीत गान करिसंती मु बहुत शुणे तांको गीत गुड़ाक बहुत भल लगे शुणा सुंदर स्वर प्रभु तांको सुंदर कंठ देइछंती आमाने रियल मिनिस्ट्री ऑफ इंडिया रो चतुर्थतम गेट टुगेदर कार्यक्रम अल्प दिन पर अर्थात 9 दिन पर तमिलनाडु राज्यर उटी नामक दर्शनीय स्थान अनुष्ठित हेबो सेतिपई गत काली मध्य संध्यारे प्रार्थना सभा रखा जाइथिला अनेक प्रभुंकर दासदासी माने भी तेबे जदि कार अनम्यूट अछि म्यूट करंतु प्लीज हां तेबे गत काली भी माने प्रार्थना सभा रखिथिलु रियल मिनिस्ट्री ऑफ इंडिया जूम गोटे प्रकार जूम जे कोनोसी दान संग्रह करे नाही आपण माने अन्य जूम मान को देखिबे सप्ताह को 2 थर 3 थर एमती दान संग्रह करती किंतु रियल मिनिस्ट्री ऑफ इंडिया जूम केबे दान संग्रह करे नाही किंतु ए थर पई आमे माने आपण मान को अनुरोध करूछु जे एहा राज्य बाहर अन्य एक राज्य रे गेट टुगेदर हेबा पाई जाउछि 50 जन प्रभुंकर दासदासी माने भारतर विभिन्न स्थान रु जाउछंती अनेक अर्थ मध्य खर्च हेबार अछि तेणु आपण मान मुक्त हस्तरी दान करंतु बोली आमे माने कमिटी तरफ रु अनुरोध करूछु रियल मिनिस्ट्री ऑफ इंडिया ए प्रकार कहजु जे बिना कमिटी रे कोनसी काम करंती नाही कमिटी एथि पई जे डिसिप्लिन रक्षा करिबा पई समस्त विषय रे कमिटी कोन करिवो डिसिप्लिन करिवो तार आदाय करिबा खर्च करिबा बैलेंस देखैबा हिसाब किताब देखैबा सब कमिटी कोन करी ताहा बहन करी आ गत किछि दिन तळे आ प्रभुंकर अनेक दासदासी माने किछि अर्थ से माने सहाय्य करी अछंती सेमानकर नाम मु पढ़ी शुणेबी आ वाक्य सरिला परी सेमानक पई आपण माने प्रार्थना रे स्मरण करिवे सर्वमोट 28 जन दान देई अछंती प्रथम होउछंती इभांजलिस्ट लोगोस दास वर्धन आज्ञा 1000 टंका दान देइछंती द्वितीय रे रेवरेंड लाभमान राउल सर 2000 टंका दान देई अछंती आ रेवरेंड प्रदीप राउल सर 2400 टंका दान देई अछंती आ हेमलता सुना दीदी 2400 टंका दान देई अछंती अंबिका मल्लिक दीदी 2400 टंका दान देई अछंती लुकोपाणिया आज्ञा 1000 टंका दान देई अछंती मोहित जेना सर 1000 टंका दान देई अछंती अजित काउरी 1000 टंका दान देई अछंती आ रेवरेंड आ सान्नाइक आज्ञा 1000 टंका दान देई अछंती रेवरेंड डॉक्टर आयुब छिंचाणी सर 4000 टंका दान देई अछंती पास्टर सादर सिंह 4000 टंका दान देई अछंती रेवरेंड अब्राहम ख्रीष्टदास सर 2000 टंका दान देई अछंती आ जे आज वर्शिप करथिले प्रभुंक दासी मिस ललिता दिगाल दीदी 1000 टंका दान देई अछंती मालती दीदी 1000 टंका दान देई अछंती
नीलिमा दीदी 1000 टंका दान दी अछंती आ फिलिमन सार 1000 टंका दान दी अछंती रंकरत्न माली सार आ जे गीत लेखंती आ प्रभुଙ୍କ दास से 3000 टंका दान दी अछंती आ दीनबंधु दास सार 1000 टंका दान दी अछंती रेवरेंड डेविड लिमा सार 2200 टंका दान दी अछंती आ सुरेंद्र मंडल सार 2400 टंका दान दी अछंती हरस लोहरा सार 700 टंका दान दी अछंती ଆଉ ଡିକନ ପବିତ୍ର ଜେନା ସାର୍ 600 ଟଙ୍କା ଦାନ ଦେଇଅଛନ୍ତି ମୀନାକ୍ଷୀ ପାତ୍ର ମା 500 ଟଙ୍କା ଦାନ ଦେଇଅଛନ୍ତି ଆଉ ଶିଶିର ପାଣି ମ୍ୟାଡାମ 300 ଟଙ୍କା ଦାନ ଦେଇଅଛନ୍ତି ରେଭରେଣ୍ଡ ପ୍ରମୋଦ ପରିଛା ସାର୍ 1000 ଟଙ୍କା ଦାନ ଦେଇଅଛନ୍ତି ଆଉ ମୋର ଦାନ ଅଛି 10,000 ଟଙ୍କା ଆଉ ରେଭରେଣ୍ଡ ଡକ୍ଟର ହେମନ୍ତ ସିଂ ସାର୍ 1000 ଟଙ୍କା ଦାନ ଦେଇଅଛନ୍ତି ଆଉ ଆଜି ଯେ ପରିଚାଳନା କରୁଅଛନ୍ତି ପ୍ରଭୁଙ୍କ ଦାସୀ ଆଉ ମଞ୍ଜୁଶ୍ରୀ ମହାନନ୍ଦ ମ୍ୟାଡାମ 500 ଟଙ୍କା ଦାନ ଦେଇଅଛନ୍ତି ସର୍ବମୋଟ 28 ଜଣ ଦାନ ଦେଇଅଛନ୍ତି এই 28 ଜଣ ବ୍ୟକ୍ତିଙ୍କ ପାଇଁ ଆମମାନେ ବାକ୍ୟ ସରିଲା ପରି ପ୍ରାର୍ଥନାରେ ସ୍ମରଣ କରିବା ଆହୁରି ଅନେକ ଲୋକ ଅଛନ୍ତି ଆଉ ଯେଉଁମାନେ ଆଉ ମିଥୁମାକୁ ବୋଧେ ମାଳତୀ ଲେଖା ହେଇଛି ଆଉ ଯେଉଁମାନେ ଆଉ ଦେବା ପାଇଁ ଚାହୁଁ ଅଛନ୍ତି ଆପଣମାନେ ଆଉ ଦେଇପାରିବେ ହସ୍ତ ବଢେଇ ପାରିବେ ପ୍ରଭୁଙ୍କର ଗୌରବ ପାଇଁ ପ୍ରଭୁଙ୍କର ପ୍ରଶଂସା ପାଇଁ କାରଣ ବିନା ଅର୍ଥରେ କୌଣସି କାମ ହୁଏ ନାହିଁ ତେଣୁ ଅର୍ଥର ବି ଆବଶ୍ୟକତା ରହିଛି ପ୍ରାର୍ଥନାର ସହିତ ଆପଣମାନେ ହସ୍ତ ବଢାନ୍ତୁ ଆଉ এই ଗେଟ୍ ଟୁଗେଦର ପ୍ରୋଗ୍ରାମ ଯେପରି ସଫଳ ହେଇପାରିବ ସେଥି ନିମନ୍ତେ ପ୍ରାର୍ଥନାରେ ସ୍ମରଣ କରନ୍ତୁ ଧନ୍ୟବାଦ ଆଉ ସିଧାସଳଖ ବାକ୍ୟରେ ପ୍ରବେଶ କରିବା ଆମମାନଙ୍କର ମଞ୍ଜୁଶ୍ରୀ ଦିଦିଙ୍କୁ ମୁଁ କହୁଛି ଯେ ଅନୁରୋଧ କରେ ଯେ ସିଧାସଳଖ ବାକ୍ୟକୁ ଆପଣ ଆହ୍ୱାନ କରନ୍ତୁ ବକ୍ତାକୁ ଆହ୍ୱାନ କରନ୍ତୁ ତାପରେ ପ୍ରାର୍ଥନା ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରଖିବା ଧନ୍ୟବାଦ ବହୁତ ବହୁତ ଧନ୍ୟବାଦ ଆଜ୍ଞା ସମସ୍ତ ବିଷୟ ଆପଣ ବିଜ୍ଞାପନ ମାଧ୍ୟମ ଦ୍ଵାରା ଜଣାଇ ଅଛନ୍ତି ଆଉ ଆମେ ମାନେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଅଛୁ ଆରାଧନା ପ୍ରଶଂସା ମଧ୍ୟ କରିଅଛୁ ବର୍ତ୍ତମାନର ସମୟ ମୁଖ୍ୟ ସମୟ ଆମମାନଙ୍କର ବାକ୍ୟ ଶୁଣିବାର ସମୟ ଆଉ ବାକ୍ୟକୁ ଆମମାନେ ଭୟ ଏବଂ ଭକ୍ତି ସହିତ ଶୁଣିବା ଆଉ ବାକ୍ୟ ଏକ ଆମମାନଙ୍କ ପାଇଁ ଜୀବନ ଅଟେ ଯେଉଁ ବାକ୍ୟ ଦ୍ୱାରା କି ଆମମାନେ ପରିଷ୍କୃତ ହୋଇଥାଉ ପ୍ରଭୁ ଆମମାନଙ୍କୁ ଦିନ ପ୍ରତିଦିନ ବାକ୍ୟ ମାଧ୍ୟମ ଦ୍ୱାରା ସେ ଆତ୍ମିକ ଦିଗରେ ଅଭିବୃଦ୍ଧି କରୁଅଛନ୍ତି ଆଉ ପ୍ରଭୁଙ୍କର ପବିତ୍ର ନାମର ଗୌରବ ହେଉ ପୁନର୍ବାର ଉପସ୍ଥିତ ସମସ୍ତଙ୍କୁ ମୁଁ ସ୍ୱାଗତ ଜଣାଉଛି ଆପଣମାନେ ଯଦି ସମ୍ଭବ ହୁଏ ଭିଡିଓ ଅନ୍ କରନ୍ତୁ କାରଣ ବକ୍ତା ବାକ୍ୟ ପ୍ରଚାର କରୁଥିବା ସମୟରେ ଭିଡିଓ ଅନ୍ ଥିଲେ ତାଙ୍କୁ ମଧ୍ୟ ଉତ୍ସାହ ଲାଗିବ ଆଉ ଆଜି ପ୍ରଭୁଙ୍କର ଯେଉଁ ମନୋନୀତ ଦାସ ଯାହାଙ୍କୁ ପ୍ରଭୁ ବାଛି ଅଛନ୍ତି ଯାହାଙ୍କର ମୁଖ ଦ୍ୱାରା ପ୍ରଭୁ ଆମମାନଙ୍କୁ କିଛି କହିବା ନିମନ୍ତେ ଯାଉଅଛନ୍ତି ସେ ଦାସ ଆଉ କେହି ନାହାନ୍ତି ସେ ସୁଦୂର ଆମେରିକାରୁ ଆମମାନଙ୍କ ସହିତ ଜଡ଼ିତ ହୋଇଅଛନ୍ତି ମୁଁ ଅନେକ ଥର ସାର୍ଙ୍କର ବାକ୍ୟ ଶୁଣିଅଛି କିନ୍ତୁ ତାଙ୍କ ବାକ୍ୟ ପ୍ରଚାର ସମୟରେ ମୁଁ ଲିଡ୍ କରିବାର ସୁଯୋଗ ପାଇନଥିଲି କିନ୍ତୁ ପ୍ରଭୁ ଦୟା କଲେ ଆଜି ଆଉ ହୋଷ୍ଟ ଆଜ୍ଞା ମଧ୍ୟ ସେ ମୋତେ ସୁଯୋଗ ଦେଇଅଛନ୍ତି ପ୍ରଭୁଙ୍କର ଦାସକୁ ଆହ୍ୱାନ କରିବା ନିମନ୍ତେ ଆଉ ଏହି ସମୟ ମଧ୍ୟରେ ଆଉ ଡକ୍ଟର ଆକାଶୂର୍ଯ୍ୟ ସାର୍ଙ୍କୁ ମୁଁ ସ୍ୱାଗତ କରୁଅଛି ଏବଂ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଉଅଛି ରିଏଲ ମିନିଷ୍ଟ୍ରି ପ୍ଲାଟଫର୍ମକୁ ସେ ସମ୍ମୁଖକୁ ଆସନ୍ତୁ ଏବଂ ଆଣିଥିବା ଆତ୍ମିକ ମାନଙ୍କୁ ଆମମାନଙ୍କୁ ମଧ୍ୟରେ ପରିବେଷଣ କରୁଥିବେ ଆଉ ସାର୍ଙ୍କ ଆସିବା ସମୟରେ ଆମମାନେ ସମସ୍ତେ ଅନମ୍ୟୁଟ କରିବା ଏବଂ ଉଚ୍ଚ କରତାଳ ଦ୍ୱାରା ତାଙ୍କୁ ସ୍ୱାଗତ ଜଣାଉଥିବା ନମସ୍କାର ଆଜ୍ଞା ଆମମାନଙ୍କର ପ୍ରେଜ ପ୍ରେଜ ଦ ଲର୍ଡ ଲର୍ଡ ଦିଦି ପ୍ରେଜ ଦ ଲର୍ଡ ବର୍ତ୍ତମାନ ଆପଣଙ୍କର ସମୟ ଆପଣ ବାକ୍ୟ ଦ୍ୱାରା ଆମମାନଙ୍କୁ ପଢାଇ ନିଅନ୍ତୁ ଆଜ୍ଞା ଆମମାନଙ୍କର ସୈନ୍ୟାଧିପତି ଆମମାନଙ୍କର ଉତ୍ତମ ମେଷପାଳକ ଈଶ୍ୱରଙ୍କର ପବିତ୍ର ନାମ ଧନ୍ୟ ହେଉ କାରଣ ସେ ଆମମାନଙ୍କର ଦୈନିକ ଜୀବନ ପ୍ରତି ଆମମାନଙ୍କର ପାରିବାରିକ ସାମାଜିକ ସବୁ ବିଷୟ ପ୍ରତି ତାହାଙ୍କର ଦୃଷ୍ଟି ରହିଥାଏ ଆଉ କାରଣ ସେ ହେଉଛନ୍ତି ଆମମାନଙ୍କର ସ୍ୱର୍ଗୀୟସ୍ଥ ପିତା ଅଟନ୍ତି ତେଣୁ ତାହାଙ୍କର ସେଇ ପବିତ୍ର ମହାନାମ ଧନ୍ୟ ହଉ ବିଶେଷ ଧନ୍ୟବାଦ କରେ ଆମର ପାଳକ ପିତର ଆଜ୍ଞାଙ୍କୁ କି ମତେ ଏଇ ସୁଯୋଗ ଦେଲେ କି ପ୍ରଭୁଙ୍କର ବାକ୍ୟରୁ ଆମମାନେ ସମସ୍ତେ ମିଶି ତାଙ୍କର ବାକ୍ୟ ପଠନ କରିବା ଆଉ ତାଙ୍କର ବାକ୍ୟରୁ ଯେପରି ଆମମାନେ କିଛି ଶିକ୍ଷା ପାଇ ତାହାଙ୍କର ନିକଟବର୍ତ୍ତୀ ହେଇ ତାହାଙ୍କର ରାଜ୍ୟ ନିମନ୍ତେ ପ୍ରସ୍ତୁତ ହେବା ତେଣୁ ପିତର ପାଳକ ଆଜ୍ଞାଙ୍କୁ ପ୍ରତି ମୁଁ କୃତଜ୍ଞତା ରହେ
ମଞ୍ଜୁଷା ଦିଦି ବହୁତ ଧନ୍ୟବାଦ ଆପଣ ଲିଡ୍ କଲେ ଏବଂ ଆହ୍ୱାନ କଲେ। ଲଳିତା ଦିଦି ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ ଅତି ସୁନ୍ଦର କଣ୍ଠ ଦେଇଛନ୍ତି। ତାହାଙ୍କର ମହିମା ପ୍ରଶଂସା କରିବା ନିମନ୍ତେ ହୃଦୟପୂର୍ଣ୍ଣ ଗୀତ ଗାଇ ଆମମାନଙ୍କୁ ପ୍ରଭୁଙ୍କର ମଙ୍ଗଳ ଦାନକୁ ତାହାଙ୍କର ଅନୁଗ୍ରହକୁ ସ୍ମରଣ କରାଇଥିବାରୁ ଆପଣଙ୍କୁ ମୁଁ ଧନ୍ୟବାଦ ଦିଏ। ଏବଂ ମୋର ପ୍ରାର୍ଥନା କି ପ୍ରଭୁ ଆପଣଙ୍କୁ ବାହୁଲ୍ୟ ଭାବରେ ଆଶୀର୍ବାଦ କରି ଅଭିଷିକ୍ତ କରି ହଜା ଆତ୍ମା ମାନଙ୍କୁ ଦରିଦ୍ର ଦିନହୀନ ଭଗ୍ନଚୂର୍ଣ୍ଣ ମନା ମାନଙ୍କୁ ଉତ୍ସାହ କରିବା ନିମନ୍ତେ ସାହାଯ୍ୟ କରନ୍ତୁ। ଆସନ୍ତୁ ଆମମାନେ ପ୍ରାର୍ଥନା କରିବା ଏବଂ ବାକ୍ୟ ମାଧ୍ୟମକୁ ଯିବା। ଆମମାନଙ୍କର ପ୍ରତିପାଳକ ତୁମେ ଯେ ପିତ ଦୟାମୟ କ୍ରୋଧରେ ଧୀର ପ୍ରେମିକ ଈଶ୍ୱର, ତେଣୁ ପିତା ଆମମାନେ ଧନ୍ୟବାଦ ପ୍ରଶଂସା ଗୌରବ କରୁଛୁ। ଆମମାନଙ୍କର ଗଠନ ଜାଣିବା ପରମେଶ୍ୱର ତୁମେ, ଆମମାନଙ୍କର ପଦ ଚିହ୍ନକୁ ତୁମେ ଜାଣୁଛ, ଆମମାନଙ୍କର କେଶକୁ ଗଣିଅଛ। କୌଣସି ବିଷୟ ତୁମ ସମ୍ମୁଖରେ ପ୍ରଭୁ ଲୁଚି ନାହିଁ। ସବୁ ବିଷୟ ତୁମେ ଜାଣିବା ଈଶ୍ୱର। ନମ୍ର ହୋଉଛୁ ପିତ ତୁମରି ସେଇ ପବିତ୍ର ମହାସିଂହାସନରେ ଏବଂ ବିନତି କରୁଛୁ ତୁମରି ଆତ୍ମାଙ୍କ ଦ୍ୱାରା ଆଜି ଆମମାନଙ୍କୁ କଥା କୁହ। କଥା କୁହ ଯୋଉ ଦ୍ୱାରା ପ୍ରଭୁ ଆମମାନେ ଯେପରି ତୁମରି ମଙ୍ଗଳ ଦାନକୁ ସ୍ମରଣ କରି ତୁମର କାର୍ଯ୍ୟକୁ ଯେପରି ଆମମାନଙ୍କ ଜୀବନରେ ନିଜ ଅନୁଭବ କରି ତୁମର ନିକଟବର୍ତ୍ତୀ ତୁମରି ମହିମା ପାଇଁ ବଞ୍ଚିବା ପାଇଁ ସାହାଯ୍ୟ କର। ଏହି ସମୟକୁ ଆମମାନଙ୍କ ଜୀବନକୁ ତୁମରି ହସ୍ତରେ ସମର୍ପିତ କରି ପ୍ରଭୁ ଯୀଶୁଙ୍କ ନାମରେ ଏହି ପ୍ରାର୍ଥନା କରୁଛୁ। ଆମେନ୍ ଆମେନ୍। ଆପଣମାନେ ଯଦି ସଠିକ ଜାଗାରେ ଅଛନ୍ତି ତାହେଲେ ଭିଡିଓ ଅନ୍ କରିପାରିବେ। ଯଦି କରିପାରୁନାହାନ୍ତି ଧ୍ୟାନ ପୂର୍ବକ ପ୍ରଭୁଙ୍କର ବାକ୍ୟ ପ୍ରତି ଧ୍ୟାନ ଦିଅନ୍ତୁ, ଯେଉଁ ଦ୍ୱାରା ମାନେ ତାହାଙ୍କର ବାକ୍ୟ ଦ୍ୱାରା ସୁସ୍ଥତା ହେବା, ତାହାଙ୍କର ବାକ୍ୟ ଦ୍ୱାରା ଯେପରି ଆମମାନଙ୍କର ଆତ୍ମିକ ଜୀବନ ବୃଦ୍ଧି ପାଇବ, ତାହାଙ୍କର ବାକ୍ୟ ଦ୍ୱାରା ଯେପରି ଆମମାନଙ୍କର ଯାହା ମଧ୍ୟ ଦୁର୍ବଳତା ଅଛି ଆତ୍ମିକ କିମ୍ବା ଶାରୀରିକ କିମ୍ବା ମାନସିକ କିମ୍ବା ଯାହା ମଧ୍ୟ ଦୁର୍ବଳତା ଅଛି ତାହା ଯେପରି ଦୂର ହବ, ସେଥିପାଇଁ ଈଶ୍ୱରଙ୍କର ବାକ୍ୟ ପ୍ରତି ଆମମାନେ ଧ୍ୟାନ ଦେବା। ତ ଆଜି ଆମେ ଡକ୍ଟ୍ରିନାଲ ବିଷୟରେ କିଛି ଧ୍ୟାନ ଦେବା ପାଇଁ ଚିନ୍ତା କରିବା ବା କିଛି ଚିନ୍ତା କରିବା, ଯାହା ହଉଛି ବହୁତ ଆବଶ୍ୟକ ବିଷୟ ଆଜିକାର ମଣ୍ଡଳୀ ଗୁଡାକରେ। କାରଣ ଦୁଇ ପ୍ରକାର ବିଷୟ ଦୁଇ ପ୍ରକାର ମଣ୍ଡଳୀ ଯାହା ଅନେକ ବର୍ଷ ହେଲା ତାହା ଅଛି। ଗୋଟିଏ ହଉଛି ଲିଗାଲିଜମ କହିକି। ଲିଗାଲିଜମ ମାନେ ଯେଉଁମାନେ କି ନିୟମକୁ ପାଳନ କରନ୍ତି, ବହୁତ କଠିନ ପରିଶ୍ରମ କରି ଆଉ ବହୁତ ଡିସିପ୍ଲିନ ହେବା ପାଇଁ ଚେଷ୍ଟା କରନ୍ତି ଏବଂ ଯେଉଁମାନେ କି ଶିକ୍ଷା ଦିଅନ୍ତି କି ନିୟମ ଦ୍ୱାରା ଆମମାନେ ଧାର୍ମିକ ଗଣିତ ହେବା ଏବଂ ଉଦ୍ଧାର ପ୍ରାପ୍ତ ହେବା, ଏମାନଙ୍କୁ ଲିଗାଲିଜିମ ବୋଲି କହନ୍ତି। ବିଶେଷ କରିକି ଆମେ ଟ୍ରାଡିସନାଲ ମଣ୍ଡଳୀ ଗୁଡାକରେ ଆମମାନେ ଦେଖିଥାଉ, ସେମାନେ ନିୟମ କାନୁନ ବନେଇଥାନ୍ତି ଆଉ ମନୁଷ୍ୟ ଟ୍ରାଡିସନାଲ ନିୟମ ଗୁଡାକକୁ ବନେଇଥାନ୍ତି। ଯେଉଁମାନେ ଜିହୁଦୀ ମାନେ ଗାଲାତୀୟ ମଣ୍ଡଳୀରେ ରୋମିଓ ମଣ୍ଡଳୀରେ ସେମାନେ ଏହି ଯୋଉ ଲିଗାଲିଜିମ ନିୟମ ବିଷୟରେ ସେମାନେ କହୁଥିଲେ ଏବଂ ନିୟମ ବିଷୟରେ ଶିକ୍ଷା ଦେଉଥିଲେ ଏବଂ ଅନ୍ୟମାନଙ୍କୁ କହୁଥିଲେ କି ଆପଣ ଏହି ପ୍ରକାରର କରିଲେ ଆପଣ ଧାର୍ମିକ ଗଣିତ ହେବେ, ଆପଣ ସେହି ପ୍ରକାର କାର୍ଯ୍ୟ କଲେ ଆପଣ ଧାର୍ମିକ ଗଣିତ ହେବେ, ଆପଣ ଏହି ପ୍ରକାରର ଭାଷା କହିଲେ ଆପଣ ଧାର୍ମିକ ଗଣିତ ହେବେ। ତ ବିଭିନ୍ନ ପ୍ରକାର ବିଷୟରେ ସେମାନେ କହୁଥିଲେ, ସେମାନଙ୍କୁ ଇଂଲିଶରେ ଲିଗାଲିଜିମ ବୋଲି କହନ୍ତି। ଆମମାନେ ଯଦି ଗାଲାତୀୟ ତାର 2ର ଯଦି ଆମମାନେ 12 ପଢିବା ତାହେଲେ ସେଇଠାରେ ଲେଖା ଅଛି ଏଇ ନିୟମ କାନୁନ ବିଷୟ ଗୁଡାକ। ଆଉ ଆମେ ପଢିବା ପାଇଁ ମୁଁ କହେ ନାହିଁ। ଆଉ ଗୋଟିଏ ବିଷୟ ହଉଛି ଆଣ୍ଟିନୋମିଆନିଜିମ ବୋଲି କହନ୍ତି। ମାନେ ଯେଉଁମାନେ ନିୟମ ବିରୁଦ୍ଧ ଇନ ଏ ସେନ୍ସ ସେମାନେ ଏହି ପ୍ରକାର ପ୍ରଚାର କରନ୍ତି। ଉଦାହରଣ ସ୍ୱରୂପ ଗୁଡ ନ୍ୟୁଜ ମିଶନ ଅନେକ ଲୋକକୁ ଟିକେ ଅଲଗା ଲାଗେ ବା ହୋଇପାରେ ଦୁଃଖ ବି ଲାଗେ, ଯେଉଁମାନେ ସେମାନଙ୍କ ସହିତ ସମ୍ପର୍କରେ ଥିବେ। ସେମାନେ ହଉଛନ୍ତି ଆଣ୍ଟିନୋମିଆନିଜିମ, ମାନେ ନିୟମ ବାହାରେ, ମାନେ ସେମାନଙ୍କ ପାଇଁ ଆଉ କୌଣସି ନିୟମ ନାହିଁ। ସେ ଯୋଉ ଗୁଡ ନ୍ୟୁଜ ମିଶନ କୋରିଆରୁ ଯୋଉ ଆସିଅଛି, ଭାରତରେ ବିଭିନ୍ନ ସହରରେ ଯେଉଁ ପ୍ରଚଳିତ ହଉଅଛି, ବିଶେଷ କରି ଯୁବା ଯୁବତୀ ମାନଙ୍କ ଭିତରେ
ସେ ଯୁବା ଯୁବତୀ ମାନେ ଯାଇ ପ୍ରଚାର କରନ୍ତି, ସେମାନେ କୁହନ୍ତି କି ଯୀଶୁ ଖ୍ରୀଷ୍ଟ ଆମମାନଙ୍କର ଭବିଷ୍ୟତର ପାପକୁ, ଅତୀତ ବର୍ତ୍ତମାନ ଭବିଷ୍ୟତର ପାପକୁ ସେ କ୍ଷମା କରିଦେଇଅଛନ୍ତି। ଆମମାନେ ସମ୍ପୂର୍ଣ୍ଣ ରୂପେ ଆମ ପାପରୁ ମୁକ୍ତ ହେଇଅଛୁ। ଆମମାନେ ମାନେ ଭବିଷ୍ୟତର ପାପ ମଧ୍ୟ ଆମମାନଙ୍କର କ୍ଷମା ହୋଇଯାଇଅଛି। ତେଣୁ କରି ଆମ୍ଭେମାନେ ଆଉ ଡରିବାର ନାହିଁ। ଯେଉଁ ପ୍ରକାର ଜୀବନ ଆମେ କାଟୁଛୁ ସେହି ପ୍ରକାର ଜୀବନ କାଟିକି ଆଗକୁ ବଢିବା। ମଦ ପିଉଥିଲେ ମଧ୍ୟ ପରମେଶ୍ୱର ଆପଣଙ୍କର ଭବିଷ୍ୟତ ପାପକୁ କ୍ଷମା କରିଦେଇଅଛନ୍ତି। ତେଣୁ ଆପଣ ଚିନ୍ତା କରନ୍ତୁ ନାହିଁ। ଅନ୍ୟାୟ ଅକର୍ମ କାର୍ଯ୍ୟ ବା ଦୁଷ୍କର୍ମ କାର୍ଯ୍ୟ କରୁଥିଲେ ମଧ୍ୟ ଆପଣମାନେ ଚିନ୍ତା କରନ୍ତୁ ନାହିଁ। ପରମେଶ୍ୱର ଯୀଶୁ ଖ୍ରୀଷ୍ଟଙ୍କର ସେହି କୃଷାର୍ପିତ ଦ୍ୱାରା ଆପଣମାନଙ୍କର ଭବିଷ୍ୟତର ପାପ କ୍ଷମା କରିଦେଇଅଛନ୍ତି। ତେଣୁ କରି ଆପଣମାନେ କିଛି ଚିନ୍ତା କରିବେ ନାହିଁ। ଯାହା ବି କରୁଛନ୍ତି କରିକି ଚାଲ। ଏହି ପ୍ରକାର ଶିକ୍ଷା ସେମାନେ ଦିଅନ୍ତି ବା କୌଣସି ନିୟମ ତାଙ୍କର ପାଇଁ ନାହିଁ। ଆଜି ଇଭେନ ଆମ ଝାମିକା ବୋଲି ଆମେ କହୁଛୁ, ଆଉ ଯେତେବେଳେ ମୁଁ ଇଣ୍ଡିଆରେ ଥିଲି 3 ମାସ ତଳେ, ମୁଁ ସେମାନଙ୍କର ସଙ୍ଗେ ସେ ମାନେ ମୋର ଆଣ୍ଟିଆଙ୍କ ଘରକୁ ଆସିଥିଲେ, ପଇସା ମାଗିବା ପାଇଁ ଆସିଥିଲେ। କାହିଁକି ପଇସା ମାଗିବା ପାଇଁ ଆସିଥିଲେ? କାହିଁକି? କାରଣ ତାହାଙ୍କର ଗୋଟେ ମିଶନେରୀ କୋରିଆ ଯିବେ। ତ ସେମାନେ ନୂଆଗଡ଼ରେ କଣ କରୁଛନ୍ତି? ଘର ଘର ବୁଲି, ଗୁମା, ନୂଆଗଡ଼, ସେରଙ୍ଗରେ, ମଣ୍ଡଳୀରେ ଘର ଘର ବୁଲି ବିଶ୍ୱାସୀ ମାନଙ୍କର ଯାଇ ପଇସା ମାଗୁଥିଲେ। ହଠାତ୍ ମୋ ପାଖକୁ ଆସିଲେ, ପଇସା ମାଗିଲେ, କଥାବାର୍ତ୍ତା ହଉଛୁ। ସେମାନେ ପଇସା ମାଗି ମଧ୍ୟ କଥାବାର୍ତ୍ତା ହୁଅନ୍ତି। ଆଉ ଏଇମାନଙ୍କର ମନରେ କଣ ଥିଲା କି ସେହିମାନେ ହିଁ ପବିତ୍ର ଧାର୍ମିକ। କାରଣ ସେମାନେ ଯେଉଁମାନେ ସେହି ମଣ୍ଡଳୀରେ ସଂଯୁକ୍ତ, ସେହିମାନେ ହିଁ ପବିତ୍ର। ତେଣୁ ସେମାନେ ଆମମାନଙ୍କୁ ଅନ୍ୟ ଭାବରେ ଚିନ୍ତାରେ ଦେଖୁଥିଲେ, ମୋ ସହିତ କଥାବାର୍ତ୍ତା କରୁଥିଲେ। ମୁଁ କହିଲି, ବୁଢା ବୁଢୀ ମାନଙ୍କୁ, ବୟୋଜ୍ୟେଷ୍ଠ ବ୍ୟକ୍ତି ମାନେ 10 ଟଙ୍କା ପାଉନାହାନ୍ତି ବାବୁ ଚା ପିଇବାକୁ, ଆଉ ଆପଣ ମାନେ ଘର ଘର ବୁଲିକି କୋରିଆ ଯିବୁ ବୋଲି ପଇସା ମାଗୁଛନ୍ତି, ରେ ଭଲ ବିଷୟ କିବା ବୋଲି ପଚାରିଲି ମୁଁ। ତ ସେଇଠାରେ ଅନେକ ବିଷୟ ହେଲା, ସେମାନେ କହିଲେ। ଆଉ ସେମାନେ ମତେ ଏବଂ ମୋର ଯୋଉ ଆଣ୍ଟି ଏମାନଙ୍କୁ ଅପବିତ୍ର ଭାବରେ, ପରିତ୍ରାଣ ନ ପାଇଥିବା ଲୋକ ଭାବରେ ସେମାନେ କଣ କଲେ? ବର୍ଣ୍ଣନା କଲେ। ତ ଏହି ପ୍ରକାର ଲୋକମାନେ ଆଜି ଆମମାନଙ୍କର ମଣ୍ଡଳୀରେ, ସମାଜରେ, ଖ୍ରୀଷ୍ଟିଆନ ଯୋଉ କମ୍ୟୁନିଟିରେ ଆମମାନେ ଦେଖୁଛୁ। ଆଉ କେତେ ଜଣ ବହୁତ ଏକ୍ସଟ୍ରିମ। ବାକ୍ୟ କଣ କହେ ସ୍ପଷ୍ଟ ଭାବରେ ଅଳ୍ପକେ ମାଧ୍ୟ ମୁଁ କହିବା ପାଇଁ ଆଜି ଚାହୁଁଛି। ଆଉ ଆଜିର ଶୀର୍ଷକ ହଉଛି ତ୍ରିଏକ ପରମେଶ୍ୱରଙ୍କର ପରିତ୍ରାଣର କାର୍ଯ୍ୟ। ପ୍ରଥମ ମାନେ ଦେଖିବା ଈଶ୍ୱରଙ୍କର କାର୍ଯ୍ୟ ମନୋନୀତ। ଦ୍ୱିତୀୟ ହଉଛି ଯୀଶୁ ଖ୍ରୀଷ୍ଟଙ୍କର ପରିତ୍ରାଣ କାର୍ଯ୍ୟ, ମୁକ୍ତି ପ୍ରାପ୍ତ କରାଇବା। ତୃତୀୟ ବିଷୟ ହେଉଅଛି ପବିତ୍ର ଆତ୍ମା ପରମେଶ୍ୱରଙ୍କର କାର୍ଯ୍ୟ, ମୁଦ୍ରାଙ୍କିତ କରିବା। ତ ଏଇଠାରେ ପ୍ରଶ୍ନ ହୁଏ କି କଣ ଯେଉଁମାନେ ପ୍ରକୃତରେ ଉଦ୍ଧାର ପାଇଛନ୍ତି ସେମାନେ କଣ ପରିତ୍ରାଣକୁ ହରାଇବେ କି? ଅନେକ ଲୋକମାନେ ଏ ବିଷୟରେ ପ୍ରଶ୍ନ ପଚାରିଥାନ୍ତି ଏବଂ ହୃଦୟରେ ସେମାନେ କଣ ହୁଅନ୍ତି? ମନେ ମନେ ବା ହୃଦୟରେ ଭାବିକି ରହିଥାନ୍ତି। ତ ଆଜି ସେହି ବିଷୟକୁ ଆମମାନେ ଦେଖିବାକୁ ଯିବା କି ପ୍ରକୃତରେ ଯେଉଁମାନେ ପରିତ୍ରାଣ ପାଇଅଛନ୍ତି ସେମାନେ ପରିତ୍ରାଣକୁ ହରାଇ ପାରିବେ କି? ବାକ୍ୟ ଅନୁଯାୟୀ ବାକ୍ୟ କଣ କହେ ସାହା ବିଷୟ ମାନେ ଦେଖିବା। ଆଜି ପଢିବା ଏଫିସିୟ ମଣ୍ଡଳୀଙ୍କୁ ପାଉଲ ଲେଖୁଛନ୍ତି, ତାହାର 1ର କେହି ପଢିଦେବେ 3ର 6 ପର୍ଯ୍ୟନ୍ତ କିଏ ପଢିଦେବେ? ଏଫିସିୟ 1ର 3ରୁ 6 ପର୍ଯ୍ୟନ୍ତ। ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ। ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ଵାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି। ଅର୍ଥାତ୍ ଆମ୍ଭେମାନେ ଯେପରି ତାହାଙ୍କ ସାକ୍ଷାତରେ ପବିତ୍ର ଓ ଅନିନ୍ଦନୀୟ ହେଉ, ଏଥିପାଇଁ ସେ ଜଗତର ପତନ ପୂର୍ବେ ତାହାଙ୍କ ଠାରେ ଆମମାନଙ୍କୁ ମନୋନୀତ କଲେ। ପୁଣି ସେ ଆମମାନଙ୍କୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମମାନଙ୍କୁ ପ୍ରେମରେ ପୂର୍ବରୁ ନିରୂପଣ କଲେ। ଏହା ତାହାଙ୍କର ଅନୁଗ୍ରହର ଗୌରବ ପ୍ରଶଂସା ନିମନ୍ତେ ହୋଇଅଛି। ସେଇ ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଆମମାନଙ୍କୁ ଦାନ କରିଅଛନ୍ତି। ବହୁତ ଧନ୍ୟବାଦ ଭଉଣୀ। ଏଇଠାରେ ମାନେ ଅତି ସ୍ପଷ୍ଟ ଭାବରେ ଦେଖୁଛୁ
कि सैन्याधिपति परमेश्वर आम मानकर ईश्वर से आम्भ मानंकु कौन करियछंती मनोनीत करियछंती आउ एहा की प्रकार होइअछि जगतर सृष्टि पूर्वरु आरंभ पूर्वरु बा जगतर पतन पूर्वरु से आम्भ मानंकु मनोनीत करियछंती किंतु काहाठारे मनोनीत करियछंती सेंट्रलाइजिंग फैक्ट इंडिपेंडेंटली मनोनीत करियछंती कि रैंडमली मनोनीत करियछंती कि नाही द सेंट्रल फैक्ट इज परमेश्वर जीसु ख्रीष्टଙ୍କ ठारे आम्भ मानंकु जगतर पतन बा आरंभ पूर्वरु मनोनीत करियछंती एहा होछि the election but chosen from before the creation of the world and in whom in Christ randomly नुहे independently नुहे कारण randomly हेले लोक माने कहिबे आ ईश्वर कोन पार्शियलिटी करूछंती कि ताहांकर योजना हेतु परमेश्वर कौन करुछंती जीसु ख्रीष्टଙ୍କ ठारे से उद्धार बा परित्राण कार्य को योजना करुछंती एवं से आमानंकु मनोनीत करियछंती Here we see that Jesus is the central figure or person of our salvation. He is the mediator of our salvation. There is no any other things. କାର୍ଯ୍ୟ ନୁହେଁ କୌଣସି ନିୟମ ନୁହେଁ କିନ୍ତୁ ଯୀଶୁ ଖ୍ରୀଷ୍ଟ ହେଉଛନ୍ତି କେନ୍ଦ୍ରବିନ୍ଦୁ ଆମ୍ଭମାନଙ୍କର ଯୋଉ ମନୋନୀତର କାର୍ଯ୍ୟ ଈଶ୍ୱର ଯୀଶୁ ଖ୍ରୀଷ୍ଟଙ୍କୁ କେନ୍ଦ୍ରବିନ୍ଦୁ କଲେ ତେଣୁ ଆମ୍ଭେମାନେ ଜଗତର ଆରମ୍ଭ ପୂର୍ବରୁ ମନୋନୀତ ହୋଇଅଛୁ ଏହାରେ ଆଉ କାହିଁକି ସେ ପରମେଶ୍ୱର ମନୋନୀତ କରିଅଛନ୍ତି ଅତି ସ୍ପଷ୍ଟ ଭାବରେ ଲେଖା ଅଛି ପୁଣି ଈଶ୍ୱର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ଆପଣା ନିମନ୍ତେ ପୁତ୍ର କରିବାକୁ ଆପଣା ସ୍ୱଚ୍ଛନ୍ଦ ଇଚ୍ଛା ଅନୁସାରେ ଆମ୍ଭମାନଙ୍କର ପ୍ରେମ ପୂର୍ବରୁ ନିରୂପଣ କଲେ ଏହା ତାହାଙ୍କର ଅନୁଗ୍ରହ ଗୌରବ ପ୍ରଶଂସା ନିମନ୍ତେ ଉଦ୍ଧାର ପ୍ରାପ୍ତ ହୋଇ ଯୀଶୁ ଖ୍ରୀଷ୍ଟଙ୍କର ଦ୍ୱାରା ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଉଦ୍ଧାର ପ୍ରାପ୍ତ ହୋଇ ପରିତ୍ରାଣ ପ୍ରାପ୍ତ ହୋଇ ମୁକ୍ତି ପ୍ରାପ୍ତ ହୋଇ ଈଶ୍ୱରଙ୍କର ମହିମା ପ୍ରଶଂସା କରିବା ନିମନ୍ତେ ତେଣୁ ପରମେଶ୍ୱର ଆମମାନଙ୍କୁ ମନୋନୀତ କରିଅଛନ୍ତି ଏହା ହେଉଛି ସତ୍ୟ ବିଷୟ ଏହାକୁ ଆମମାନେ ବିଶ୍ୱାସରେ ଗ୍ରହଣ କରିବା ଏବଂ ଈଶ୍ୱରଙ୍କର ପ୍ରଶଂସା ନିମନ୍ତେ ବଞ୍ଚିବା ଲେଖା ଅଛି ତାର 3ରେ ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟ ଈଶ୍ୱର ଓ ପିତା ଧନ୍ୟ ହେଉନ୍ତୁ ସେ ଖ୍ରୀଷ୍ଟଙ୍କ ଠାରେ ଆମ୍ଭମାନଙ୍କୁ ସମସ୍ତ ଆତ୍ମିକ ଆଶୀର୍ବାଦ ଦ୍ୱାରା ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି ଏହାର ଅର୍ଥ କ'ଣ ସ୍ୱର୍ଗରେ ଆଶୀର୍ବାଦ କରିଅଛନ୍ତି ଏହାର ଅର୍ଥକୁ ଯଦି ଆମମାନେ ବୁଝିବାକୁ ଯିବା ଏଫେସିୟ ମଣ୍ଡଳୀରେ ଆମ୍ଭେମାନେ ଜାଣୁ ପ୍ରେରିତ ପାଉଲ ସାଧୁ ପାଉଲ ଯେତେବେଳେ ସେ ରୋମିଓରେ ଜେଲରେ ରହୁଥିଲେ ସେହି ସମୟରେ ସେହି ପତ୍ରିକା ଲେଖୁଛନ୍ତି ଏଫେସିୟ ମଣ୍ଡଳୀରେ ଦୁଇ ଗୋଷ୍ଠୀ ବା ଦୁଇ ବିଶ୍ୱାସ ଗୋଷ୍ଠୀ ଥିଲେ ପ୍ରଥମେ ଜିହୁଦୀ ବିଶ୍ୱାସୀ ଲୋକମାନେ ଥିଲେ ଏବଂ ଅଣଜିହୁଦୀ ମାନେ ଯେଉଁମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଉଦ୍ଧାରକର୍ତ୍ତା ଭାବରେ ଗ୍ରହଣ କରିଥିଲେ ଅଣଜିହୁଦୀ ମାନେ ମଧ୍ୟ ମଣ୍ଡଳୀରେ ଥିଲେ ସୋ ଅଣଜିହୁଦୀ ମାନେ ଭଲ ଭାବରେ ଜାଣିଥିଲେ ଯୋଉ ଡାୟାନା କହିକି ଯେଉଁ ଗଡେସ୍ ଏଫେସିୟ ଯୋଉ ସମାଜରେ ପ୍ରଚଳିତ ହୋଇଥିଲା ସେହି ଯୋଉ ଡାୟନା ଗଡେସ୍ର ବା ସେହି ଯୋଉ ଡାୟନା ଯୋଉ ପୂଜା କରୁଥିଲେ ଡାୟନାକୁ ଆଉ ସେହି ଡାୟନାର ଶିଷ୍ୟମାନେ ବା ଇଭିଲ୍ ସ୍ପିରିଟ୍ ମନ୍ଦ ଆତ୍ମା ମାନେ ଆକାଶରେ ସେମାନେ ଉଡୁଥିଲେ ଉଡି ବୁଲୁଥିଲେ They were flying on the sky. The spirit of darkness, spirit of evils or evil spirits, they were flying on the sky. ଏହି ପ୍ରକାର ବିଶ୍ୱାସ ସେମାନଙ୍କର ଥିଲା they were in the heavenly realms ବୋଲିକି ଇଂଲିଶରେ କୁହାଯାଏ ତ ପାଉଲ ଯେତେବେଳେ ସମ୍ବୋଧନ କରୁଛନ୍ତି ଲେଖୁଛନ୍ତି ଏଠାରେ ଆମ୍ଭେମାନେ ସ୍ୱର୍ଗର ସମସ୍ତ ଆଶୀର୍ବାଦରେ
ବା ଆଶୀର୍ବାଦ ପାଇଅଛୁ, ପରମେଶ୍ୱର ଆମମାନଙ୍କୁ ଆଶୀର୍ବାଦ କରିଅଛନ୍ତି, ଏହା ହେଉଛନ୍ତି ଆତ୍ମିକ ଭାବରେ। କାରଣ ପରମେଶ୍ୱର ଆମ୍ଭମାନଙ୍କୁ ମନୋନୀତ କରିଅଛନ୍ତି ଯୀଶୁ ଖ୍ରୀଷ୍ଟଙ୍କ ଠାରେ। ଯୀଶୁ ଖ୍ରୀଷ୍ଟଙ୍କ ଦ୍ୱାରା ସେ ଆମ୍ଭମାନଙ୍କୁ କ'ଣ କରିଅଛନ୍ତି? ପ୍ରିୟତମ ଆମମାନଙ୍କୁ କ'ଣ କରିଛନ୍ତି? ତାହାଙ୍କର ଆଉ ପିଲାମାନେ ବୋଲି ସେ କ'ଣ କରିଛନ୍ତି? ଏଠାରେ ସେ ଏହା ତାହାଙ୍କର ଅନୁଗ୍ରହ ଗୌରବ ପ୍ରଶଂସା ନିମନ୍ତେ ହୋଇଅଛି। ସେହି ଅନୁଗ୍ରହ ସେ ପ୍ରିୟତମଙ୍କ ଦ୍ୱାରା ଯୀଶୁଙ୍କ ଦ୍ୱାରା ଆମ୍ଭମାନଙ୍କୁ ଦାନ କରିଅଛନ୍ତି। ଈଶ୍ୱରଙ୍କର ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ତାଙ୍କର ରକ୍ତ ଦ୍ୱାରା ମୁକ୍ତି ପାଇଅଛୁ। ଏହି ସବୁ ବିଷୟ ଏଇଠାରେ ଆମେ ଦେଖୁଛୁ। ସେ ଆମମାନଙ୍କୁ ପୁତ୍ର କନ୍ୟା ଭାବରେ ମଧ୍ୟ ସେ ଆମମାନଙ୍କୁ ମନୋନୀତ କରିଅଛନ୍ତି। ଯେଉଁମାନେ ତାହାଙ୍କର ପୁତ୍ର କନ୍ୟା ଭାବରେ ମନୋନୀତ ହୋଇଅଛନ୍ତି, ଆତ୍ମିକ ଭାବରେ ସ୍ୱର୍ଗର ସବୁ ଆଶୀର୍ବାଦ ସେମାନଙ୍କର। ଏହା ହେଉଛି ସ୍ପଷ୍ଟ ଭାବରେ ଲେଖା ଅଛି। All the blessings of heavens are already, so to say, given or blessed to the people, those who believed in Jesus Christ and those who are saved through Jesus Christ, in Jesus Christ. ଯେଉଁମାନେ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରି ଉଦ୍ଧାର ପ୍ରାପ୍ତ ହୋଇଛନ୍ତି ପରମେଶ୍ୱରଙ୍କର ଅନୁଗ୍ରହ ଦ୍ୱାରା, ସେମାନଙ୍କର ସ୍ୱର୍ଗ ରାଜ୍ୟର ଅଧିକାର ଦିଆଯାଇଅଛି। ଆମମାନେ ଜଗତରେ ଅଛୁ, ସେହି ସ୍ୱର୍ଗ ରାଜ୍ୟର ଅଧିକାର ବର୍ତ୍ତମାନ ଆମମାନେ ଅନୁଭବ କରୁନାହୁଁ। କିନ୍ତୁ ଯେଉଁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ମହିମାନ୍ବିତ ଗୌରବରେ ଆସିବେ, ଯେତେବେଳେ ଆମମାନେ ସ୍ୱର୍ଗକୁ ଯିବା, ତାହା ଆମମାନେ ସ୍ପଷ୍ଟ ଭାବରେ ଅନୁଭବ କରିବା। କିନ୍ତୁ ଆତ୍ମିକ ଭାବରେ ଆମମାନେ କ'ଣ ହେଇଅଛୁ? ସେଇ ସ୍ୱର୍ଗୀୟର ଆଶୀର୍ବାଦର ଅନୁଗ୍ରହ ପାଇଅଛୁ। ଏହାକୁ ଆଉ ସାଧୁ ପାଉଲ ସେ ବର୍ଣ୍ଣନା କରୁଛନ୍ତି ତାର 3ରେ। ତ ଆମମାନେ ମନୋନୀତ ଲୋକମାନେ, ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀମାନେ, ଈଶ୍ୱରଙ୍କର ଯୋଜନା ଅନୁଯାୟୀ ପ୍ରିୟତମ ପ୍ରଭୁ ଯୀଶୁଙ୍କର ଦ୍ୱାରା ଏବଂ ତାହାଙ୍କ ମାଧ୍ୟମରେ ଆମମାନେ ମନୋନୀତ ହୋଇଅଛୁ। ଏହା ହେଉଛି ଆମମାନଙ୍କର ପରିଚୟ। ଏହା ହେଉଛି ଆମମାନଙ୍କର ପରିଚୟ। ମନୋନୀତ ଲୋକମାନେ ଈଶ୍ୱରଙ୍କର ଠାରେ ଆମମାନେ ମନୋନୀତ ପ୍ରାପ୍ତ ହୋଇଅଛୁ। ତେଣୁ ଆମମାନେ ପରମେଶ୍ୱରଙ୍କର ମହିମା କରି ପରମେଶ୍ୱରଙ୍କ ଠାରେ ଗର୍ବିତ ମନା ହୋଇ ଆମମାନେ ତାହାଙ୍କ ନିମନ୍ତେ ବଞ୍ଚିବା। ଆମମାନେ ଦେଖିବା ଯୀଶୁ ଖ୍ରୀଷ୍ଟଙ୍କର ପରିତ୍ରାଣ କାର୍ଯ୍ୟ ହେଉଛି ମୁକ୍ତି ପ୍ରାପ୍ତ। ଯଦି ଆମମାନେ 3ରୁ 12 ପର୍ଯ୍ୟନ୍ତ ପଢିବା, ସ୍ପଷ୍ଟ ଭାବରେ ଲେଖା ଅଛି, ଈଶ୍ୱରଙ୍କର ଅନୁଗ୍ରହ ଅନୁସାରେ ଆମ୍ଭେମାନେ ସେହି ପ୍ରିୟତମଙ୍କ ଠାରେ ଯୀଶୁ ଖ୍ରୀଷ୍ଟଙ୍କ ରକ୍ତ ଦ୍ୱାରା ମୁକ୍ତି ଲାଭ ଅର୍ଥାତ୍ ଅପରାଧ ସବୁରୁ କ୍ଷମା ପ୍ରାପ୍ତ ହୋଇଅଛୁ। We are saved by the blood of Jesus Christ. ଆମମାନଙ୍କର ଅପରାଧ ପାପ ଯୀଶୁ ଖ୍ରୀଷ୍ଟଙ୍କର ରକ୍ତ ଦ୍ୱାରା କ୍ଷମା ହୋଇଅଛି, ସମ୍ପୂର୍ଣ୍ଣ କ୍ଷମା ହୋଇଅଛି। ତ ଏଇଠାରେ ଆମମାନେ ଦେଖୁ କି ଆମ୍ଭେମାନେ ଆମମାନଙ୍କର ପାପ ଅପରାଧ ସମ୍ପୂର୍ଣ୍ଣ କ୍ଷମା ହୋଇଅଛି। ତ ଆମମାନେ କ'ଣ ସମ୍ପୂର୍ଣ୍ଣ ରୂପେ ପରଫେକ୍ଟ? ପୂର୍ଣ୍ଣତାରେ କ'ଣ ଆମମାନେ ପରଫେକ୍ଟ? ନା ଆଉ କୌଣସି ବିଷୟ ଆମମାନଙ୍କୁ କରିବାକୁ ହବ? ଅତି ସୁନ୍ଦର ଭାବରେ ଯଦି ଆମମାନେ ପଢିବା, ରୋମିଓ ତାର 6 ଅଧ୍ୟାୟ ଯଦି ପଢିବା, 15ରୁ ଯଦି 17 ପଢିବା, ଲେଖା ଅଛି, କେହି ଜଣେ ପଢିଦେବେ ରୋମିଓ ତାହାର 6ର 15 ଆଉ 17 ପଢିଦେବେ କିଏ? ରୋମିଓ ତାର 12 ଆଉ ତେବେ 6। କଣ ଆମ୍ଭେମାନେ ଯେ ବ୍ୟବସ୍ଥାର ଅଧୀନ ନାହୁଁ, ମାତ୍ର ଅନୁଗ୍ରହର ଅଧୀନ ଅଟୁ? ଏଥି ନିମନ୍ତେ କି ପାପ କରିବା ତାହା କେବେ ହେଁ ନ ହେଉ। କିନ୍ତୁ ଈଶ୍ୱରଙ୍କର ଧନ୍ୟବାଦ ହଉ ଯେ ତୁମ୍ଭେମାନେ ଯେଉଁମାନେ କି ପୂର୍ବେ ପାପର ଦାସ ଥିଲ, ଏବେ ଯେଉଁ ଶିକ୍ଷାର ଆଦର୍ଶ ନିକଟରେ ସମର୍ପିତ ହୋଇଅଛ, ହୃଦୟ ସହ ସେଥିର ଆଜ୍ଞାବହ ହୋଇଅଛ। ଆଜ୍ଞାବହ ହୋଇଅଛ। ଆମମାନେ ସମ୍ପୂର୍ଣ୍ଣ ରୂପେ ଉଦ୍ଧାର ପ୍ରାପ୍ତ ହୋଇଅଛୁ। ଈଶ୍ୱରଙ୍କର ସ୍ୱର୍ଗ ରାଜ୍ୟ ନିମନ୍ତେ ଉଦ୍ଧାର ପ୍ରାପ୍ତ ହୋଇଅଛୁ।
ଆମମାନଙ୍କର ଭବିଷ୍ୟତର ପାପ କ୍ଷମା ହୋଇଅଛି ବୋଲି ଏଇଠାରେ ଲେଖା ହୋଇନାହିଁ, ଯାହାକି ଆଣ୍ଟିନୋମିଆନିଜିମ୍ କହନ୍ତି। କିନ୍ତୁ ଆମମାନେ ସ୍ୱର୍ଗୀୟ ରାଜ୍ୟ ପାଇଁ ପରିତ୍ରାଣ ପାଇଅଛୁ, ଏହା ଲେଖା ଅଛି। ତ ଏହି ଯୋଉ ଗୁଡ ନ୍ୟୁଜ ମିଶନ ଆଉ ଅନ୍ୟ ଯେଉଁ ଚର୍ଚ୍ଚ ଗୁଡାକ ଆଜି କରନ୍ତି କି ଭବିଷ୍ୟତର ପାପ ସବୁ କ୍ଷମା ହୋଇଯାଇଅଛି, ଯାହା ମଧ୍ୟ ଆପଣ କରିବାକୁ ଚାହାନ୍ତି କରିପାରିବେ, ତାହା ହଉଛି ଭୁଲ ଶିକ୍ଷା। ବାକ୍ୟ ଅନୁସାରେ ଆମ୍ଭେମାନଙ୍କର ପାପ ସମ୍ପୂର୍ଣ୍ଣ ରୂପେ କ୍ଷମା ହୋଇଅଛି, ବା ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ନିଜ ପରିତ୍ରାଣ ଉଦ୍ଧାର କର୍ତ୍ତା ଭାବରେ ସମ୍ପୂର୍ଣ୍ଣ ଗ୍ରହଣ କରିଅଛନ୍ତି, ସେଇମାନେ ସମ୍ପୂର୍ଣ୍ଣ ରୂପେ ପରିତ୍ରାଣ ପାଇଅଛନ୍ତି। ଆଉ ଯେଉଁ ପରିତ୍ରାଣ ପ୍ରଭୁ ଯୀଶୁ ଖ୍ରୀଷ୍ଟ ବା ପରମେଶ୍ୱର ଆମମାନଙ୍କୁ ଦେଇଅଛନ୍ତି, କେହି ମଧ୍ୟ ସେଇ ପରିତ୍ରାଣ ନେଇପାରିବେ ନାହିଁ। Do you think the salvation is cheap? Do we think grace is cheap? ଅନୁଗ୍ରହ କଣ ଆଉ ଶସ୍ତା? ଉଦ୍ଧାର କଣ ପରମେଶ୍ୱର ଯେଉଁ ଉଦ୍ଧାର ପ୍ରାପ୍ତ କରିଅଛନ୍ତି ତାହା ଶସ୍ତା ବିଷୟ କି? ନୁହେଁ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ଆମମାନେ ସମ୍ପୂର୍ଣ୍ଣ ଉଦ୍ଧାର ପାଇଅଛୁ। ଆମମାନଙ୍କର ପରିତ୍ରାଣକୁ କେହି ମଧ୍ୟ ହରଣ କରିବେ ନାହିଁ, କିମ୍ବା ପରିତ୍ରାଣ କେବେ ବି ସରେ ନାହିଁ। ଏହାର ଅର୍ଥ ନୁହେଁ କି ଆମମାନେ ପରିତ୍ରାଣ ପାଇଅଛୁ, ଆମମାନେ ଉଦ୍ଧାରକୁ ଆଉ ହରାଇ ପାରିବା ନାହିଁ, ତେଣୁ ଆମମାନେ କୌଣସି ପ୍ରକାରରେ ହେଲେ ଜୀବନ କାଟିଲେ ଚଳିବ, ଏହାର ଅର୍ଥ ନୁହେଁ। That is not the teaching of the Bible. ଅତି ସ୍ପଷ୍ଟ ଭାବରେ ପାଉଲ ରୋମିଓରେ କହୁଛନ୍ତି ଜିହୁଦୀ ମାନଙ୍କୁ କି ଅନୁଗ୍ରହ ଯେ ବଢିଅଛି, ସେଥିପାଇଁ କଣ ତୁମ୍ଭେମାନେ ସାଧାରଣ ଭାବରେ ଜୀବନ କାଟିବ? ପାପ ପ୍ରତି ଆଉ କଣ ଧ୍ୟାନ ଦେବ ନାହିଁ? ନିଜ ଆଜ୍ଞାବହ ଯେଉଁ ଜୀବନ କାଟିବାର ଅଛି ପ୍ରିୟତମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପଦ ତଳେ, ତାହା କଣ ସ୍ମରଣ କରିବ ନାହିଁ? ଏହା ସ୍ପଷ୍ଟ ଭାବରେ ପ୍ରେରିତ ପାଉଲ କହୁଛନ୍ତି, ଆମ୍ଭେମାନେ ଉଦ୍ଧାର ଯେ ପ୍ରାପ୍ତ ହୋଇଅଛୁ, ଆମମାନଙ୍କର ଉଦ୍ଧାର କେବେ ଯେ ସରିବ ନାହିଁ, ଆମ୍ଭମାନଙ୍କୁ କଣ କରିବାକୁ ହବ? ଯୀଶୁ ଖ୍ରୀଷ୍ଟଙ୍କର ଆଜ୍ଞାବହ ହୋଇ ଈଶ୍ୱରଙ୍କର ଅନୁଗ୍ରହ ପଦ ତଳେ ବଞ୍ଚିବାକୁ ହବ। ଆଜ୍ଞାବହ ବାକ୍ୟ ଅନୁସାରେ ତାହାଙ୍କର ଆଜ୍ଞାକୁ ପାଳନ କରି ନିଜ ହୃଦୟରେ ନେଇ ଆମମାନେ ବଞ୍ଚିବାକୁ ହବ। ଏହା ହଉଛି ସ୍ପଷ୍ଟ ବାକ୍ୟ। କେତେ ଜଣ କହନ୍ତି କି ଆଉ ଯେଉଁମାନେ ଉଦ୍ଧାର ପାଇଛନ୍ତି ସେମାନେ ଉଦ୍ଧାର ପରିତ୍ରାଣକୁ ହରାଇ ପାରିବେ, କିନ୍ତୁ ତାହା ବାକ୍ୟ କୁହେ ନାହିଁ। ଆପଣମାନଙ୍କର ପ୍ରଶ୍ନ ଥିଲେ ଆପଣମାନେ ପଚାରି ପାରିବେ ଆଗାମୀ ଦିନରେ, ପରିତ୍ରାଣ କେବେ ସରେ ନାହିଁ। ଆମମାନେ ସ୍ୱର୍ଗ ରାଜ୍ୟ ନିମନ୍ତେ ପରିତ୍ରାଣ ପାଇଅଛୁ। କୌଣସି ବିଷୟ ବା ବସ୍ତୁ ବା କୌଣସି ଜିନିଷ ବା କୌଣସି ମଣ୍ଡଳୀ ବା ଶିକ୍ଷା ଆମମାନଙ୍କର ପରିତ୍ରାଣକୁ ହରାଇ ନେଇପାରିବ ନାହିଁ। We are saved forever for the kingdom of God. କିନ୍ତୁ ଆମମାନେ ଏହି ପରିତ୍ରାଣର ଫାଇଦା ଉଠେଇ ଆଉ ପରିତ୍ରାଣ ତ ପାଇଅଛୁ, ଯେମିତି ହେଲେ ଜୀବନ କାଟିବା, ଯେମିତି ହେଲେ ଏଟା କରିବା ବା ସେଟା କରିବା, ବଞ୍ଚିବା, ଏହା ଲାଇସେନ୍ସ ଦିଏ ନାହିଁ। Grace doesn't give license to live a sinful life, but grace give license to live a saved life. ଉଦ୍ଧାର ପ୍ରାପ୍ତ ଜୀବନ ବଞ୍ଚିବାକୁ ପରମେଶ୍ୱର ଆମମାନଙ୍କୁ ଅନୁଗ୍ରହ କରି ଉଦ୍ଧାର କରିଅଛନ୍ତି। ତୃତୀୟ ବିଷୟ ମାନେ ଦେଖିବା କି ପବିତ୍ର ଆତ୍ମାଙ୍କର ପରିତ୍ରାଣର କାର୍ଯ୍ୟ ମୁଦ୍ରାଙ୍କିତ। କେହି ପଢିଦେବେ ତାର 13ରୁ 14 ପର୍ଯ୍ୟନ୍ତ, ଏଫିସିଓ 1ର 13ରୁ 14 ପର୍ଯ୍ୟନ୍ତ ପଢିଦେବେ। ଏଇଠାରେ ଲେଖା ଅଛି, ତାହାଙ୍କର ଦ୍ୱାରା ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କର ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞା ପବିତ୍ର ଆତ୍ମାଙ୍କର ମଧ୍ୟ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛ। ଈଶ୍ୱରଙ୍କର ଗୌରବ ପ୍ରଶଂସା ନିମନ୍ତେ ତାହାଙ୍କର ନିଜସ୍ୱ ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କୁ ଅଧିକାରର ବଇନା ସ୍ୱରୂପ କରିଅଛନ୍ତି। God has sealed his spirit in us. ପରମେଶ୍ୱର ତାହାଙ୍କର ପବିତ୍ର ଆତ୍ମାରେ ଆମମାନଙ୍କୁ ମୁଦ୍ରାଙ୍କିତ କରିଅଛନ୍ତି। The spirit of God is in us.
ଯେଉଁମାନେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରନ୍ତି ସେମାନଙ୍କର ହୃଦୟକୁ ଇମିଡିଏଟଲି ପରମେଶ୍ୱରଙ୍କର ଆତ୍ମା ଆସି ବାସ କରଇ। ଆଉ ଏହି ପବିତ୍ର ଆତ୍ମା ତାହାଙ୍କର ସେ ପରିତ୍ରାଣର କାର୍ଯ୍ୟକୁ ମୁଦ୍ରାଙ୍କିତ କରେ, ଯେଉଁ ଦ୍ୱାରା କି କୌଣସି ଶିକ୍ଷା ବା କୌଣସି ଆତ୍ମା ବା କୌଣସି ବ୍ୟକ୍ତି ବା କୌଣସି ବିଷୟବସ୍ତୁ ଏହି ଯେ ପରିତ୍ରାଣର ମୁଦ୍ରାଙ୍କିତ କାର୍ଯ୍ୟ ଯେ ପବିତ୍ର ଆତ୍ମା କରଇ ତାହାକୁ ଶେଷ କରିପାରିବେ ନାହିଁ। We are sealed and secured by the Holy Spirit. ଗ୍ରୀକ୍ ଭାଷାରେ ଯଦି ଆମେ ପଢିବା ଦୁଇଟା ବିଷୟ, sealed and secured, ମୁଦ୍ରାଙ୍କିତ ଏବଂ ସଂରକ୍ଷିତ ବା ପ୍ରିଜର୍ଭେସନ ରେ ଆମେ ଅଛୁ। ଏହା ହେଉଛି ପ୍ରକୃତ ବାକ୍ୟ ଅନୁଯାୟୀ ଶିକ୍ଷା। ତେଣୁ ମୋର ପ୍ରିୟ ପ୍ରଭୁଙ୍କର ଦାସ ଦାସୀ ମାନେ, ପ୍ରଥମ ବିଷୟ ଆମେ ଶିଖିଲୁ ଈଶ୍ୱରଙ୍କର ପରିତ୍ରାଣ କାର୍ଯ୍ୟରେ ଈଶ୍ୱର ଆମ୍ଭମାନଙ୍କୁ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ମନୋନୀତ କରିଅଛନ୍ତି, ଇଣ୍ଡିପେଣ୍ଡେଣ୍ଟଲି ନୁହେଁ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ। ସେହି ହେଉଛନ୍ତି ଆମମାନଙ୍କର ମନୋନୀତର କେନ୍ଦ୍ରବିନ୍ଦୁ। ଦ୍ୱିତୀୟ ବିଷୟ ହେଉଛନ୍ତି ଯେଉଁ ଯୀଶୁ ଖ୍ରୀଷ୍ଟ ତାହାଙ୍କର ରକ୍ତ ଦ୍ୱାରା ଆମମାନଙ୍କୁ ମୁକ୍ତି ପ୍ରାପ୍ତ କରିଅଛନ୍ତି, ଏହା ହେଉଛି ସତ୍ୟ, କୌଣସି କାର୍ଯ୍ୟ ଦ୍ୱାରା ନୁହେଁ ବା କୌଣସି ଆମମାନଙ୍କର ଉତ୍ତମ ଗୁଣ ଦ୍ୱାରା ନୁହେଁ ବା କୌଣସି ଆମମାନଙ୍କର ବସ୍ତୁ ଏଜୁକେସନ ବା କୌଣସି ବିଷୟ ଦ୍ୱାରା ନୁହେଁ, କେବଳ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରିବା ଦ୍ୱାରା, ଯୀଶୁ ଖ୍ରୀଷ୍ଟଙ୍କର ସେଇ ରକ୍ତ ଦ୍ୱାରା ଆମମାନଙ୍କୁ ମୁକ୍ତି ପାଇଅଛୁ। And that is once for all, again and again ନୁହେଁ, ପୁନର୍ବାର ନୁହେଁ, ପୁନରାବୃତ୍ତି ନୁହେଁ, ଥରେ ମୁକ୍ତି ପ୍ରାପ୍ତ ସେ କରିଦେଇଅଛନ୍ତି। ଆଉ ସେହି ମୁକ୍ତିର କାର୍ଯ୍ୟକୁ କେହି ମଧ୍ୟ ହରାଇ ବା ନେଇପାରିବେ ନାହିଁ ଆମମାନଙ୍କ ଠାରୁ। ତେଣୁ ପବିତ୍ର ଆତ୍ମାଙ୍କୁ ସେ କଣ କରିଛନ୍ତି? ପରମେଶ୍ୱର ମୁଦ୍ରାଙ୍କିତ କରିଅଛନ୍ତି। ତେଣୁ ଆସନ୍ତୁ ଆମମାନେ ଏହି ଯୋଉ ଶିକ୍ଷାକୁ ନେବା, ଲିଗାଲିଜିମ ମାନେ ହୋଇକି ବା ନିୟମ ପାଳନ କରିକି ଯୋଉ ନ୍ୟାୟବାନ ବ୍ୟକ୍ତି ଆମମାନେ ବନିଯାଉ, ଅନ୍ୟମାନଙ୍କୁ ଆମମାନେ ନ୍ୟାୟ କରିଥାଉ, ଜଜମେଣ୍ଟ କରିଥାଉ, ତାହା ଛାଡ଼ିବା। ଅନେକ ମଣ୍ଡଳୀରେ ଏ ବାବୁ ଏମିତି କରୁଛି, ସେ ଭଉଣୀ ସେମିତି କରୁଛନ୍ତି, ସେ ଉଦ୍ଧାର ପାଇନାହିଁ, ସେ ମୁକ୍ତି ପାଇନାହିଁ, ଏହି ବିଷୟ ଭାବରେ ଯେଉଁମାନେ ଲିଗାଲିଜିମ ହୋଇଥାନ୍ତି, ନିୟମ ଅନୁଯାୟୀ ବଞ୍ଚିବା ପାଇଁ ଚେଷ୍ଟା କରିଥାନ୍ତି, ସେଇମାନଙ୍କର ମନ କଣ ହେଇଯାଏ? ଜଜମେଣ୍ଟାଲ ହୋଇଯାଏ। ଆଉ ସେହି ମଣ୍ଡଳୀ ମଧ୍ୟ ଜଜମେଣ୍ଟାଲ ହୋଇଯାଆନ୍ତି। ସେମାନେ ଭାବନ୍ତି ମୁଁ ନିୟମ ପାଳନ କରୁଛି, ମୁଁ ହିଁ ପବିତ୍ର, ଅନ୍ୟମାନେ ପବିତ୍ର ନୁହନ୍ତି। ଏହି ପ୍ରକାର ଚିନ୍ତାଧାରା ସେମାନଙ୍କ ପାଖକୁ ବା ପାଳକ ବି ହେଇଥାଉ ବା କେହି ବି ହେଇଥାନ୍ତୁ ମଣ୍ଡଳୀରେ, ଏହି ପ୍ରକାର ଚିନ୍ତାଧାରା ସେମାନଙ୍କର ହୋଇଯାଇଥାଏ। ଲିଗାଲିଜମକୁ ଆମମାନେ ଛାଡ଼ିବା। ପ୍ରଭୁ ଆମମାନଙ୍କୁ ତାହାଙ୍କର ଅନୁଗ୍ରହରେ ସେ ଆଶୀର୍ବାଦ କରି ସବୁ ପ୍ରକାର ବନ୍ଧନରୁ ସେ ମୁକ୍ତି କରିଅଛନ୍ତି। Now we are slave to Christ and his righteousness, not to sin and any law. ଏହା ବାକ୍ୟ ସ୍ପଷ୍ଟ ରୂପେ କହେ। ଏବଂ ଆଉ ତୃତୀୟ ବିଷୟ ମାନେ ଯାହା ଆମେ ଅନ୍ୟ ବିଷୟ ଦେଖିଲୁ, ଆଣ୍ଟିନୋମିଆନିଜମ, ଯୋଉଟା କି ଗୁଡ୍ ନ୍ୟୁଜ ମିଶନ ଅନ୍ୟ ମଣ୍ଡଳୀ କହନ୍ତି କି ଆମର ସବୁ ପାପ କ୍ଷମା ହୋଇଅଛି, ଭବିଷ୍ୟତର ପାପ କ୍ଷମା ହୋଇଅଛି। ବ୍ୟଭିଚାର କରୁଥିଲେ ମଧ୍ୟ କରିକି ଚାଲ, ମଦ ପିଉଥିଲେ ମଧ୍ୟ ମଦ ପିଇକି ଚାଲ, ଯେତେ ମିଛ କହୁଛନ୍ତି କହିକି ଚାଲ, ଯାହା ମଧ୍ୟ ଦୁଷ୍କର୍ମ କରୁଛନ୍ତି କରିକି ଚାଲ, କାରଣ ଭବିଷ୍ୟତର ପାପ ତ କ୍ଷମା ହୋଇଯାଇଅଛି। ଯୀଶୁ ଖ୍ରୀଷ୍ଟ ସବୁ କ୍ରୁଶରେ ସବୁ ପ୍ରକାର ବିଷୟକୁ ସେ କଣ କରିଛନ୍ତି? ଧୌତ କରିଅଛନ୍ତି। ତେଣୁ ନୋ ପ୍ରୋବ୍ଲେମ, ଇଜି ଗ୍ରେସ୍, ଅନୁଗ୍ରହକୁ ଶସ୍ତା ଭାବୁଛନ୍ତି ସେମାନେ। ପ୍ରକୃତରେ ଯେଉଁମାନେ ଉଦ୍ଧାର ପ୍ରାପ୍ତ ହୋଇଅଛନ୍ତି, ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛନ୍ତି, ସେହିମାନେ ପ୍ରକୃତରେ ଈଶ୍ୱରଙ୍କର ଠାରେ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ପରମେଶ୍ୱରଙ୍କର ଆଜ୍ଞା ହୋଇ ପବିତ୍ର ଜୀବନ କାଟିବା ପାଇଁ ପ୍ରୟାସ କରିଥାନ୍ତି। ଆଉ ସବୁ ବିଷୟରେ ସେମାନେ ପରମେଶ୍ୱରଙ୍କର ମହିମା ନିମନ୍ତେ ସେମାନେ ବଞ୍ଚନ୍ତି, ନିଜ ସ୍ୱାର୍ଥ ପୂରଣ ପାଇଁ ନୁହନ୍ତି। ଯଦି ଆମମାନେ
ପାପରେ ମୋଚିତ ହେବାର କାରଣ ହଉଅଛି, ଉଦ୍ଧାର ପାଇଅଛି ମୁଁ ପାପରେ ମୋଚିତ ରହିବି, that is your fulfilling the desires of your flesh, ଯାହାକି ପରମେଶ୍ୱର କେବେ ମଧ୍ୟ ଚାହାନ୍ତି ନାହିଁ। ଏହି ଏହା ଦ୍ୱାରା ମାନେ ପ୍ରମାଣିତ କରୁ କି ଗୁଡ ନ୍ୟୁଜ ମିଶନ ଆଉ ଅନ୍ୟମାନେ ଯେଉଁମାନେ ଶିକ୍ଷା ଦିଅନ୍ତି ଏ ପ୍ରକାର, ସେମାନଙ୍କର ଶିକ୍ଷା ହଉଛି ଭୁଲ। ଦିସ୍ ଫ୍ଲେଶ, ଏହି ଶରୀର ସମ୍ପୂର୍ଣ୍ଣ ରୂପେ ଯୀଶୁ ଖ୍ରୀଷ୍ଟଙ୍କର ପଦ ତଳେ ସାକ୍ରିଫାଇସ୍ ହୋଇ ତାହାଙ୍କର ଆଜ୍ଞାବହ ହୋଇ ପ୍ରଶଂସା କରି ବଞ୍ଚିବା ପାଇଁ ପରମେଶ୍ୱର ଆମମାନଙ୍କୁ ମନୋନୀତ କରି ଉଦ୍ଧାର କାର୍ଯ୍ୟ କରି ତାଙ୍କର ଆତ୍ମାରେ ମୁଦ୍ରାଙ୍କିତ କରିଅଛନ୍ତି। ତେଣୁ ଆମମାନେ ଏ ବିଷୟ ପ୍ରତି ଜାଗୃତି ହେବା। ମୁଁ ଆଜି କହିବାର କାରଣ, ଜାଗୃତି ହେବା, ଅନ୍ୟ ବିଷୟ ପ୍ରତି ଧ୍ୟାନ ନ ଦେଇ ବାକ୍ୟକୁ ଅଧିକ ପଢିବା, ବାକ୍ୟର କଣ୍ଟେକ୍ସକୁ ବୁଝିବା, ବାକ୍ୟ କଣ କହୁଛି, କେଉଁ କଣ୍ଟେକ୍ସରେ ଲେଖା ଅଛି, କେଉଁମାନଙ୍କୁ ଲେଖା ଅଛି, ଏ ବିଷୟକୁ ଯଦି ବାକ୍ୟ ପ୍ରତି ଧ୍ୟାନ ଦେଇ ସବୁବେଳେ ପଢିବା ତ ଉତ୍ତମ ଶିକ୍ଷା ପ୍ରାପ୍ତ ହୋଇ ପ୍ରଭୁଙ୍କ ମହିମା ନିମନ୍ତେ ବଞ୍ଚିବା। ଆପଣମାନେ ଶୁଣନ୍ତୁ ଅନେକ ବାକ୍ୟ, ଯେଉଁମାନେ ମଧ୍ୟ କହିଲେ ଶୁଣନ୍ତୁ, କିନ୍ତୁ ପ୍ରାଧାନ୍ୟ ମାନେ ବାକ୍ୟ ପ୍ରତି ଧ୍ୟାନ ଦେବା। ତାହେଲେ এই ପ୍ରକାର ଶିକ୍ଷା ମାନଙ୍କ ଠାରୁ ଦୂରେଇ ରହିବା ଏବଂ ପରମେଶ୍ୱରଙ୍କର ମହିମା ପାଇଁ ବଞ୍ଚିବା। ଆଉ ଗୋଟିଏ ବିଷୟ କହୁଛି, ଆଜିକାଲି ଅନେକ ସୁସ୍ଥତା, ଚାଙ୍ଗାଇ, ଭଲାଇ ବିଷୟରେ ପ୍ରଚାର ହେଉଛି, ପ୍ରଭୁ କରୁଛନ୍ତି। God heals today, He does miracles। ମୋର ଜୀବନରେ ମଧ୍ୟ ଅନେକ ମିରାକଲ୍ସ ହୋଇଅଛି। The same time there is a suffering in Christ as well। ଏହା ମାନେ କେବେ ପାସରିବା ନାହିଁ। ଆଉ ଯେତେବେଳେ ଆମମାନେ ଦୁଃଖଦାୟକ ସମ୍ମୁଖୀନ ହେବା ତ କେବେ ଦୁଃଖିତ ହେବା ନାହିଁ, କାରଣ ଦୁଃଖଦାୟକ ସମୟରେ ପ୍ରଭୁ ଆମମାନଙ୍କୁ ତାହାଙ୍କର ଶକ୍ତି ଦେବେ କି ସେହି ଦୁଃଖଦାୟକ ବା ଦୁଃଖ ବିଷୟରେ ଆମମାନେ ଦେଇ ଗମନ କରିବା ଏବଂ ତାହାଙ୍କର ମହିମା କରିବା। ତେଣୁ ଏହି ଯେଉଁ ଶିକ୍ଷାକୁ ଆମମାନେ ନେବା ଏବଂ ପରମେଶ୍ୱରଙ୍କର ମହିମା ନିମନ୍ତେ ଆମମାନେ ବଞ୍ଚିବା। ପ୍ରଭୁ ଏହି ଛୋଟ ବାକ୍ୟର ପ୍ରତ୍ୟେକଙ୍କୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ଯେଉଁମାନଙ୍କର ପ୍ରଶ୍ନ ବି ରହିଥାଏ ସେମାନେ ମୋତେ ହ୍ୱାଟ୍ସଆପ୍ରେ କିମ୍ବା କେବେ କଲ୍ କରି ବି ପଚାରି ପାରନ୍ତି। ପ୍ରଭୁ ଆମମାନଙ୍କୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ନମସ୍କାର। ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଅତି ସୁନ୍ଦର ଶିକ୍ଷା ଥିଲା, ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ଥିଲା। ଆପଣ ଯେତେ ଦୂରେ ଥିଲେ ମଧ୍ୟ ଆଉ ଈଶ୍ୱରଙ୍କର ବାକ୍ୟକୁ ପ୍ରଚାର କରିବାକୁ ପଛାଇ ନାହାନ୍ତି। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ, ଯାହାକି ଆପଣ 3ଟି ପଏଣ୍ଟ ଦେଇକି ଆମମାନଙ୍କୁ ଆଜି ଶିକ୍ଷା ଦେଇଅଛନ୍ତି। ପ୍ରଥମରେ ହେଲା ମନୋନୀତ। ପ୍ରଭୁ ଆମମାନଙ୍କୁ ମନୋନୀତ କରିଅଛନ୍ତି, କିନ୍ତୁ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଆମମାନଙ୍କୁ ମନୋନୀତ କରିଅଛନ୍ତି। ଯଦି ଆମେ ଯୀଶୁ ଖ୍ରୀଷ୍ଟଙ୍କ ସହିତ ରହିବା ତାହେଲେ ଆମେ ମାନେ ମନୋନୀତ ବୋଲି ଜାଣିବା ଏବଂ ଆମମାନଙ୍କର କାର୍ଯ୍ୟକଳାପ ଦ୍ୱାରା ମଧ୍ୟ ତାହା ପ୍ରକାଶିତ ହେବ। ଆଉ ଦ୍ୱିତୀୟ ପଏଣ୍ଟରେ କହିଲେ ଆପଣ କି ପବିତ୍ର ଆତ୍ମାଙ୍କର କାର୍ଯ୍ୟ। ପବିତ୍ର ଆତ୍ମା, ଯେତେବେଳେ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରୁ, ପବିତ୍ରତା ଜୀବନ କାଟୁ, ତାହେଲେ ପବିତ୍ର ଆତ୍ମା ଆମମାନଙ୍କ ମଧ୍ୟରେ ଆସନ୍ତି ଏବଂ ପ୍ରଭୁଙ୍କର କାର୍ଯ୍ୟ ବିଷୟ ଆମକୁ ଜଣାଇଥାନ୍ତି ଏବଂ ପବିତ୍ର ଆତ୍ମା ଯେ ଆମମାନଙ୍କୁ ମୁଦ୍ରାଙ୍କିତ କରିଥାନ୍ତି। ଆଉ ଯୀଶୁ ଖ୍ରୀଷ୍ଟ ଯେ ତାଙ୍କର ରକ୍ତ ଦ୍ୱାରା ଆମମାନଙ୍କୁ ସେ ମୁକ୍ତ କରିଅଛନ୍ତି। ଆମମାନେ କୌଣସି ପ୍ରକାର ଆମମାନଙ୍କର ଯୋଗ୍ୟତା କିମ୍ବା ଧାର୍ମିକତା ସକାଶେ ତାହା କରିନାହାନ୍ତି। ତାଙ୍କର ପୂର୍ଣ୍ଣ ରକ୍ତ ଦ୍ୱାରା ସେ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ଆଉ ଆଜି ଆମେ ସମସ୍ତେ ସାର୍ଙ୍କର କହିଥିବା ବାକ୍ୟକୁ ପ୍ରଭୁଙ୍କର ଦାସ ଅତି ସୁନ୍ଦର ଭାବରେ, ପ୍ରାଞ୍ଜଳ ଭାବରେ ଆମ ସମସ୍ତଙ୍କ ଗହଣ ମଧ୍ୟରେ ରଖିଲେ, ଯାହାକି ଆମମାନଙ୍କର ଅତି ପ୍ରୟୋଜନ ଥିଲା। ଆମମାନେ କି ପ୍ରକାର ପ୍ରଭୁଙ୍କ ଠାରୁ ଆମମାନେ ଆଶୀର୍ବାଦ ପ୍ରାପ୍ତ ହେବା। ସବୁବେଳେ ଖାଲି ଆମେ ଆଶୀର୍ବାଦ ବିଷୟକୁ ଆମମାନେ ଶୁଣିଥାଉ, କିନ୍ତୁ ଆଜି ନୂଆ ଧରଣରେ ସାର୍ ଅତି ସୁନ୍ଦର ମେସେଜ ଆମମାନଙ୍କୁ ଜଣାଇ ଅଛନ୍ତି। ଆମମାନେ ସମସ୍ତେ ବୁଝିଅଛୁ। ଆଉ ବହୁତ ବହୁତ ଧନ୍ୟବାଦ ଆଜ୍ଞା। ଆଉ ରିଏଲ ମିନିଷ୍ଟ୍ରି ତରଫରୁ ମୁଁ ଆପଣଙ୍କୁ ଧନ୍ୟବାଦ ଦେବା ସହିତ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଉଛି। ମୋର ବ୍ୟକ୍ତିଗତ ତରଫରୁ ମଧ୍ୟ ମୁଁ ଆପଣଙ୍କୁ ଖ୍ରୀଷ୍ଟ ପ୍ରେମ ନମସ୍କାର ଜଣାଏ। ପ୍ରଭୁ ଆପଣଙ୍କୁ ବାହୁଲ୍ୟ ପରିମାଣରେ ଆଶୀର୍ବାଦ କରନ୍ତୁ ଏବଂ ଆମେରିକାରେ ପରମେଶ୍ୱର ତାଙ୍କର ସେବା ନିମନ୍ତେ ଆପଣଙ୍କୁ ରଖିଅଛନ୍ତି। ଉତ୍ତମ
ସ୍ୱାସ୍ଥ୍ୟ ଦିଅନ୍ତୁ, ଉତ୍ତମ ଭାବରେ ଆପଣଙ୍କ ମିନିଷ୍ଟ୍ରି ପ୍ରଭୁ ବାହୁଲ୍ୟରେ ପରି ଅଭିବୃଦ୍ଧି କରନ୍ତୁ, ଏହା ଆମମାନଙ୍କର ପ୍ରାର୍ଥନା। ଆଉ ବର୍ତ୍ତମାନ ଆମମାନଙ୍କର କାର୍ଯ୍ୟସୂଚୀ ଅନୁସାରେ ଆମମାନେ